एवरीवन ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ YouTube ଚ୍ୟାନେଲ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଏହା ପୂର୍ବରୁ ଛୁଆ ଆମେ ୟୁନିଟ୍ 1 ୟୁନିଟ୍ 2 ସାରି ଦେଇଛନ୍ତି ଏଇ ଯୋଉ ଆମର ଜେଣ୍ଡର ଷ୍ଟୁଡେଣ୍ଟ ସୋସାଇଟିର। ଆଜି ୟୁନିଟ୍ 3 ପଢିବା ହେଲା। ତ ଆଜି କଣ ଦେଖିବା, ଯୋଉମାନେ ୟୁନିଟ୍ 1 ୟୁନିଟ୍ 2 କରିନଥିବେ ଯାଇକି ଟିକେ ଦେଖିନେବେ, ପ୍ଲେଲିଷ୍ଟର କ୍ଲାସ୍ ଥିବ ଆଉ କଣ୍ଟେମ୍ପୋରାରୀ ଇଣ୍ଡିଆ ଆଣ୍ଡ ଏଜୁକେସନର ମଧ୍ୟ ସବୁ କ୍ଲାସ୍ ସରିଯାଇଛି, ତାକୁ ମଧ୍ୟ ଯେ ଦେଖିବା ପାଇଁ ଚାହୁଁଛନ୍ତି ଯାଇକି ତାକୁ ଦେଖିନେବେ। ଓକେ, ଆଜି ଆମେ ପଢିବା ହିଷ୍ଟୋରିକାଲ ପର୍ସପେକ୍ଟିଭ୍ସ ଆଣ୍ଡ ଚେଞ୍ଜିଂ ଷ୍ଟାଟସ୍ ଅଫ ଓମେନ୍ ହେଲା। ଆମେ କଣ ଦେଖିବା, ଆଜି ଦେଖିବା କିଛି ଫେମସ ଲେଡି ମାନଙ୍କ ବିଷୟରେ ପଢିବା ହେଲା। ଆଉ ତାଙ୍କର ସେ କୋଉଠି ଜନ୍ମଗ୍ରହଣ କରିଥିଲେ, ତାଙ୍କ ଲାଇଫ ର କଣ କଣ ଇଭେଣ୍ଟ ଘଟିଥିଲା, ଏଇ ସବୁ ବିଷୟରେ ଗୋଟେ ଗୋଟେ ପଢିବା। ତ ଟାଇମ ୱେଷ୍ଟ ନ କରିକି ଯିବା। ତ ଫାଷ୍ଟ ବେଦିକ ଏଜ ର ଫାଷ୍ଟ ପଢିବା କୈକେୟୀଙ୍କ ବିଷୟରେ। କୈକେୟୀଙ୍କ ବିଷୟରେ ସମସ୍ତେ ପ୍ରାୟତଃ ଜାଣିଥିବ, ଆମେ ସମସ୍ତେ ପଢିକି ଆସୁଛନ୍ତି ରାମାୟଣର କୈକେୟୀଙ୍କ ବିଷୟରେ ସମସ୍ତେ ଜାଣିଥିବା କିଛି ନା କିଛି। ତଥାପି ଦେଖିବା। Kaikeyi is a significant character in the Indian epic Ramayana. She was the queen of Ajodhya, the wife of King Dasharatha and the mother of Bharata. ହେଲା। ଏପିକ ରାମାୟଣରେ ତାଙ୍କର ହଉଛି ବହୁତ ବଡ ଗୋଟେ କ୍ୟାରେକ୍ଟର ରହିଛି, ତାଙ୍କରି କତରୁ ହିଁ ରାମାୟଣ ଷ୍ଟାର୍ଟ ହେଇଥିଲା। ସିଏ ଥିଲେ ଅଯୋଧ୍ୟାର ରାଣୀ ହେଲା। କାହାର ରାଣୀ? ଦଶରଥଙ୍କର ରାଣୀ ଆଉ ଭରତଙ୍କର ମା। ସି ୱାଜ ନୋନ୍ ଫର ହର ବ୍ୟୁଟି ବ୍ରେଭେରୀ ଆଣ୍ଡ ୱାରିୟର ସ୍କିଲ୍। ମାନେ ସିଏ ଜଣେ ଦକ୍ଷ ଯୋଦ୍ଧା ଥିଲେ ହେଲା। ସିଏ ବହୁତ ବଡ ଯୋଦ୍ଧା ଜଣେ ଥିଲେ, ଆଉ ତାଙ୍କର ସାହସିକତା ପାଇଁ ଆଉ ତାଙ୍କର ବ୍ୟୁଟି ପାଇଁ ତାଙ୍କୁ ସମସ୍ତେ ମନେ ରଖିଥାନ୍ତି। କଣ ହେଇଥିଲା ଦିନେ ନା, Koikeyi was not just a queen but also a skilled warrior who once saved Dasarath in a battle. As a reward, he granted her two bones, which she could later use to change the course of story. ମାନେ ଏଟା ସମସ୍ତେ ଜାଣିଥିବେ ଯେ ଥରେ ହଉଛି ଦଶରଥ ଯୁଦ୍ଧ ପାଇଁ ଯାଇଥିଲେ, ତାଙ୍କ ସାଙ୍ଗରେ କୈକେୟୀ ଯାଇଥିଲେ। ଦଶରଥଙ୍କୁ ଆହତ ହବାରୁ କୈକେୟୀ ତାଙ୍କ ବିରୁଦ୍ଧରେ ଦଶରଥଙ୍କ ବିରୁଦ୍ଧରେ ଯେ ଲଢେଇ କରୁଥିଲେ, ତାଙ୍କ ସାଙ୍ଗରେ କୈକେୟୀ ଲଢିକି ଦଶରଥଙ୍କୁ ବଞ୍ଚେଇଥିଲେ। ତ ଦଶରଥ ପ୍ରସନ୍ନ ହେଇକି ଦିଟା ବର ଦେଇଥିଲେ, ଯୋଉଟା କି ମାନେ ପରବର୍ତ୍ତୀ ସମୟରେ ପୁରା ରାମାୟଣର କୁ ଚେଞ୍ଜ କରିଦେଇଥିଲା। ମାନିପୁଲେଟେଡ୍ ବାଇ ମନ୍ଥରା, ଜାଣିଛ ସମସ୍ତେ ତାଙ୍କର ଯୋଉ ଦାସୀ ଥିଲେ ମନ୍ଥରା, ତାଙ୍କ ଦ୍ୱାରା ମାନିପୁଲେଟେଡ୍ ହେଇଥିଲେ କୈକେୟୀ। କୈକେୟୀ was initially loving towards Rama, but her maid Manthara poisoned her mind, convincing her that her own son Bharata should rule instead of Rama. ତାଙ୍କର ଯୋଉ ଦାସୀ ଥିଲେ ଯୋଉ ମନ୍ଥରା, ସିଏ ହିଁ ତାଙ୍କୁ ହଉଛି ପଏଜନିଂ କରିଥିଲେ, ତାଙ୍କ ମାଇଣ୍ଡ କୁ ହଉଛି କଳୁଷିତ କରିଥିଲେ। ଯାହାଦ୍ୱାରା ସେ କଣ କହିଲେ ନା, ରାମ ବଦଳରେ କିଏ ଏଠି ରାଜା ହବ, ତା ଭରତ ରାଜା ହେଲେ ତମ ପୁଅ ତାହେଲେ ଭଲ ହେଇଥାନ୍ତା। ତ ଡିମାଣ୍ଡ ଅଫ ଏକ୍ସାଇଲ୍ ମାନେ ଛୁଆ ବନବାସଗ୍ରସ୍ତ, ଯୋଉ ରାମଙ୍କର ବନବାସଗ୍ରସ୍ତକୁ ହିଁ ସେ ଡିମାଣ୍ଡ କରିଥିଲେ ନା, ତ ସେଇଟା ହଉଛି ୟୁଜିଂ ଦି ଟୁ ବୋନ୍ସ ଗ୍ରାଣ୍ଟେଡ୍ ବାଇ ଦଶରଥ। ସି ଡିମାଣ୍ଡେଡ୍ ଦ୍ୟାଟ୍ ଭରତ be the made the king of Ajodhya, Rama be exiled to the forest for 14 years. ଏଟା ଆମେ ସମସ୍ତେ ଜାଣିଥିବେ, ସେ ଦିଟା ହିଁ ବର ମାଗିଥିଲେ। ଗୋଟେ କଣ ନା, ଅଯୋଧ୍ୟାର ରାଜା କିଏ ହବ, ତାଙ୍କ ପୁଅ ଭରତ ହବ, ଆଉ 14 ବର୍ଷ ପାଇଁ ରାମ ବନବାସକୁ ଯିବ। ତ ଏଇଭଳିଆ ପଏଣ୍ଟ ୱାଇଜ କରିକି ଲେଖିବ ହେଲା। ପଏଣ୍ଟ ୱାଇଜ କରିକି ତମ ବହିର ପୁରା ଏସେ ଭଳିଆ ଦେଇଛି, ଟିକେ ପଏଣ୍ଟ ୱାଇଜ କରିକି ଲେଖିବା। ଆଉ ଯଦି କିଛି ଏକ୍ସଟ୍ରା ପଏଣ୍ଟ ଲେଖିବା ପାଇଁ ଚାହୁଁଛ ତାହେଲେ ବହି ପଢିକି ବି ଲେଖିପାରିବ, ବହିରୁ ବହୁତ ଦେଇଛି ହେଲା। ତାପରେ ଦେଖିବା ରିଗ୍ରେଟ ଆଣ୍ଡ ରିଡେମ୍ପସନ, ମାନେ ପରବର୍ତ୍ତୀ ସମୟରେ ତାଙ୍କୁ କଣ ରିଗ୍ରେଟ ହେଇଥିଲା। ଆଫ୍ଟର ଦଶରଥ's death, Bharata refused to accept the throne. Kaikeyi deeply regretted her action. According to Valmiki, Lord Rama reassured that his exile was part of a divine mission to defeat Ravan. ମାନେ କଣ କହିଥିଲା, ଦଶରଥଙ୍କ ମୃତ୍ୟୁବରଣ ପରେ ଆମର ଭରତ ଯିଏ ଥିଲେ, ସିଏ ତ ଥ୍ରୋନ ରେ ବସିବା ପାଇଁ ହଉଛି ମନା କରିଦେଇଥିଲେ। ସେଇଟା ହଉଛି ତାଙ୍କୁ ବହୁତ ରିଗ୍ରେଟେଡ ଫିଲ୍ କରିଥିଲା, ତାଙ୍କର କାମ ପାଇଁ କୈକେୟୀ ବହୁତ ରିଗ୍ରେଟ ଫିଲ୍ କରିଥିଲେ। କିନ୍ତୁ ଆମର ବାଲ୍ମୀକି ଯୋଉ ରାମାୟଣ ଲେଖିଛନ୍ତି, ତାଙ୍କ ଅନୁସାରେ ଲର୍ଡ ରାମ ଆସିକି ପଛରେ ତାଙ୍କ କୈକେୟୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତମର ଯୋଉ ବର ମାଗିବାଟା ହଉଛି ମୋର ଯୋଉ ଗୋଟେ ରାମାୟଣର ଗୋଟେ ପାର୍ଟ, ଯେହେତୁ ମୁଁ ତାକୁ ତମେ ଯଦି ବର ନ ମାଗିଥାନ୍ତ ମୁଁ ରାବଣକୁ ମାରିପାରି ନଥାନ୍ତି। ମୋ ମିଶନର ତମ ବର ମାଗିବାଟା ଗୋଟେ ହଉଛି ପାର୍ଟ। ତାପରେ ଆମେ ଯିବା ଗାଁ ପାଖକୁ ନା, ସତ୍ୟଭାମା କିଏ ଥିଲେ ନା, ହଉଛି ଆମର ଲର୍ଡ କୃଷ୍ଣାଙ୍କର ୱାଇଫ ଥିଲେ ସତ୍ୟଭାମା, ତାଙ୍କର ସେକେଣ୍ଡ ୱାଇଫ ଥିଲେ ହେଲା। ଫାର୍ଷ୍ଟ ୱାଇଫ କିଏ ଯଦି କିଏ ହଉଛି ଜାଣିଥିବେ ତାହେଲେ ମତେ କମେଣ୍ଟରେ କହିବେ। ଫାର୍ଷ୍ଟ ୱାଇଫ ଲର୍ଡ କୃଷ୍ଣାଙ୍କର କିଏ ଥିଲେ, ଆଉ ସେ କେତେ ଜଣଙ୍କର ଲର୍ଡ କୃଷ୍ଣାଙ୍କର କେତେ ଜଣ ରାଣୀ ଥିଲେ, ଏଇଟା ଆମେ ଦେଖିନବା। ଆମେ ଯୋଉ କୁହନ୍ତି ନା ଆମର 1600 ରାଣୀ ଥାନ୍ତି, ହଉଛି 16,000 ରାଣୀ ଥାନ୍ତି ଲର୍ଡ କୃଷ୍ଣାଙ୍କର, ସେଟା କେମିତି କଣ ଏଇଠି ଦେଖିନବା।
Satyabhama was the only daughter of Yadav chief Satyajit and the second wife of Lord Krishna. ହେଲା ସତ୍ୟଭାମା କିଏ ଥିଲେ ନା ୟାଦବଙ୍କର ଯୋଉ ଚିଫ ଯିଏ ଥିଲେ ଚିଫ ମାନେ କଣ ତମର ହଉଛି ଯେ ମନ୍ତ୍ରୀ ଯୋଉ ୟାଦବ ମାନଙ୍କର ମନ୍ତ୍ରୀ ଯିଏ ଥିଲେ ସତ୍ରଜିତ ତାଙ୍କର ହିଁ ଡକ୍ଟର ଥିଲେ କିଏ ସତ୍ୟଭାମା ଆଉ ଲର୍ଡ କୃଷ୍ଣଙ୍କର ସେକେଣ୍ଡ ୱାଇଫ ଥିଲେ ସି ୱାଜ ନୋନ୍ ଫର ହାର ଷ୍ଟ୍ରଙ୍ଗ ୱିଲ୍ ଆଣ୍ଡ ହାଇ ସ୍ପିରିଟେଡ ନେଚର ମାନେ ତାଙ୍କର ଯୋଉ ଯୋଉ ପବିତ୍ରତାଙ୍କ ପାଇଁ ସେ ହଉଛି ଜାଣିଛନ୍ତି ତାଙ୍କୁ ଜଣାଶୁଣା ହେଇଥାନ୍ତି ଦ ବ୍ୟାଟଲ ୱେୟାର ସତ୍ୟଭାମା ଏବଂ ନରକେଶ୍ୱର ହେଲା ଏଇ ଯୋଉ ପୁରା ଏକୁର ଗୋଟିଏ ହିଁ ପଏଣ୍ଟ ହଉଛି ଯୋଉ ନରକାସୁର ଆଉ ସତ୍ୟଭାମାଙ୍କ ଭିତରେ ବ୍ୟାଟେଲ ହେଇଥିଲା ତାର ବିଷୟରେ ହିଁ ପଡିବା କଣ ଥିଲା ନରକାସୁର କିଏ ଥିଲେ ଫାଷ୍ଟ ଦେଖିନେବା ନରକାସୁର ୱାଜ ଦ ସନ୍ ଅଫ ଭୂଦେବୀ and had a boon that he could only be killed by a woman ନରକାସୁର କାର ପୁତ୍ର ଥିଲେ ନା ହଉଛି ଯୋଉ ଆମର ଭୂଦେବୀ ଅଛନ୍ତି ଆମ ପୃଥିବୀ ଯୋଉ ଅଛି ତାଙ୍କର ପୁତ୍ର ଥିଲେ ନରକାସୁର ତାଙ୍କୁ ହଉଛି ବର ମିଳିଥିଲା ଯେ ସିଏ କେବଳ ଗୋଟେ ଓମେନ କତରୁ ହିଁ ମରିପାରିବେ ତାହେଲେ ନହେଲେ ଆଉ କେହି ମାରିପାରିବେ ନାହିଁ with this immense power he stole the divine earrings of Aditi the mother of gods and the captured ସରି ଏଠି 16,000 ହେଇଥାନ୍ତା ଏଠି 16,100 ଲେଖିଦେଇଛି 16,000 women and imprisoned them in his palace କଣ କହିଥିଲେ ଏଇ ଯୋଉ ବର ମିଳିଲା ପରେ ସିଏ କଣ କଲେ ଆମର ଯୋଉ ଗଡେସ ମାନଙ୍କର ମା ଯେ ତାଙ୍କ ନାଁ ଆଦିତି ହେଲା ଆଦିତିଙ୍କର ଇୟରିଂ ହେଲା କାନଫୁଲ ଚୋରି କରିନେଲେ ଆଉ 16,000 ଓମେନ ମାନଙ୍କୁ ନେଇକି ସେ ହଉଛି ବନ୍ଦୀ ବନେଇଦେଲେ ହେଲା ତାଙ୍କ ପ୍ୟାଲେସ ଦ ଗଡ unable to bear Narcassus atrocities ଆଉ approached to Krishna for help ଯୋଉ ଗଡ ଯୋଉ ଥିଲେ ସିଏ ହଉଛନ୍ତି ଯେତିକି ବି ଗଡ ଥିଲେ ସେ ନରକାସୁର ସାଙ୍ଗରେ ପାରିଲେନି ତ ସିଏ ହଉଛି କଣ କଲେ ନା କୃଷ୍ଣଙ୍କ ପାଖକୁ ହେଲ୍ପ ମାଗିତେ ଗଲେ Narcassur's army attacked fiercely, leading to the intense battle. Krishna destroyed most of his force, but Narcasura himself was a formidable opponent. ମାନେ କଣ ଆମର ହଉଛି କୃଷ୍ଣା ତାଙ୍କର ହଉଛି ପତ୍ନୀକି ନେଇକି ଗଲେ କୋଉଠିକି ଯୁଦ୍ଧ ବ୍ୟାଟଲ କ୍ଷେତ୍ରକୁ ଗଲେ ସେଠି ହଉଛି ବହୁତ ବଡ ଯୁଦ୍ଧ ହେଲା ଯୁଦ୍ଧ ହେବା ଫଳରେ କୃଷ୍ଣା ହଉଛି ବହୁତ ପ୍ରକାର ବହୁତ ନଷ୍ଟ କରିଦେଇଥିଲେ ତାଙ୍କ ଫୋର୍ସ ନରକାସୁର ଯେତିକି ଫୋର୍ସ ଥିଲା ଅଲମୋଷ୍ଟ ନଷ୍ଟ କରିଦେଇଥିଲେ କିନ୍ତୁ ଯେହେତୁ ନରକାସୁର ହଉଛି କଣ ମରିପାରିବନି ଗୋଟେ ହଉଛି ପୁରୁଷ ହାତରୁ ସେଥିପାଇଁ ନରକାସୁର ହଉଛି ବହୁତ ବଡ ଅପୋନେଣ୍ଟ ଭଳିଆ ଥିଲା ଏଟ ଦି ପଏଣ୍ଟ ନରକାସୁର ଆଟାକ୍ଡ କୃଷ୍ଣା ଆଣ୍ଡ କୃଷ୍ଣା ଫେଲ ଅନକନସିୟସ କଣ ହେଇଛି ନା ହଉଛି ଯେତେବେଳେ ସମସ୍ତଙ୍କୁ ଯେତେବେଳେ ମାରୁଥିଲେ କୃଷ୍ଣା ସେତେବେଳେ ନରକାସୁର ଆସିକି କୃଷ୍ଣା ଉପରେ ଆଟାକ କଲା କୃଷ୍ଣା ହଉଛି ଅନକନସିୟସ ହେଇଗଲେ ଅଚେତ ହେଇଗଲାର ମାନେ କିଛି କିଛି ଜାଗାରେ ଲେଖା ହେଇଛି ଯେ କୃଷ୍ଣା ଅଚେତ ହବାର ଅଭିନୟ କରୁଥିଲେ କିନ୍ତୁ କୃଷ୍ଣା ପଳେଇଲେ ଫେଲ ଅନକନସିୟସ seeing Krishna injured Satyabhama filled with rage and picked up her bow and fired an arrow at Narakasura ultimately killing them ମାନେ କଣ କହିଲେ ଯେହେତୁ କୃଷ୍ଣଙ୍କୁ ଇଞ୍ଜୁର ଦେଖିକି ସତ୍ୟଭାମା ପୁରା ରାଗିକି ଉଠିଲେ ଆଉ ସିଏ ତାଙ୍କର ହଉଛି ଧନୁଶର ଗାଡିକି ଗୋଟେ ତୀର ମାରିଥିଲେ ନରକାସୁରକୁ ଯାହାଦ୍ୱାରା ସେ ସେଠି ମରି ଯାଇଥିଲେ this fulfilled the prophecy that he could only be the slain by a woman ମାନେ ସେଇଠି ତାଙ୍କର ହଉଛି ତାର ଯୋଉ ସେ ପାଇଥିଲା ହଉଛି କଣ ଆମର ଯୋଉ ଆଶୀର୍ବାଦ ପାଇଥିଲା ଯେ ସେ କେବଳ ଓମେନ ମାନଙ୍କ ସାଙ୍ଗରେ ହିଁ ଓମେନ ମାନଙ୍କ ପାଖରୁ ହିଁ ମୃତ୍ୟୁବରଣ କରିବ ସେଇଠି ସେଟା ଫୁଲଫିଲ ହେଇଗଲା ଦି 16,000 ଓମେନ who had been held captive were accepted as Krishna's wife to restore their honor ଯେହେତୁ ଯୋଉ 16,000 ଆମର ଓମେନ ଥିଲେ ସେମାନେ ଗୋଟେ ଅଲଗା ପୁରୁଷ ଦ୍ୱାରା ହଉଛି କ୍ୟାପଚର ହେଇଥିଲେ ସେଥିପାଇଁ ତାଙ୍କର ସମ୍ମାନ ରକ୍ଷା କରିବା ପାଇଁ ସିଏ କୃଷ୍ଣା ତାଙ୍କ ସମସ୍ତଙ୍କୁ ହଉଛି ୱାଇଫ ବୋଲି ମାନି ନେଇଥିଲେ ସେଥିପାଇଁ କୁହାଯାଏ କୃଷ୍ଣଙ୍କର 16,000 ୱାଇଫ ଥିଲେ Satyabhama's rule in the battle symbolized female strength and courage. The victory was celebrated on Naraka Chaturdashi, the day before Diwali, marking her triumph of God evil over evil. କଣ କୁହାଯାଉଛି ଏଇ ଯୋଉ ସତୀଭାମାଙ୍କର ରୋଲ କଣ ଥିଲା ନା ଏଇ ଯୋଉ ଗୋଟେ ଫିମେଲ ଷ୍ଟ୍ରେନ୍ଥ ଦେଖାହେଲା ଆଉ ତାଙ୍କର କରେଜ ବିଷୟରେ ଦେଖାହେଲା ସେ ସାହସିକତା ଆଉ ଫିମେଲ ର ଷ୍ଟ୍ରେନ୍ଥ କୁ ସେମାନେ ହଉଛନ୍ତି କଣ ସିମ୍ବଲାଇଜ କଲେ ଏଇ ଯୋଉ ଦିନ ହଉଛି ଏଟା ସବୁ ହେଇଥିଲା ସେଟା କେବେ ହେଇଥିଲା ନା ଦିୱାଲିର ପୂର୍ବ ଦିନଟା ତାକୁ ହିଁ ନରକା ଚତୁର୍ଦ୍ଦଶୀ କୁହାଯାଏ ଆଉ ସେଇଟା ହଉଛି କଣ ପାଇଁ ପାଳନ କରାଯାଏ ନା ହଉଛି ଗଡ ଓଭର ଇଭିଲ ମାନେ ଯୋଉ ଆମର ଦେବତା ଅଛନ୍ତି ସିଏ ହଉଛନ୍ତି ଆମର ଅସୁର ମାନଙ୍କ ଉପରେ ବିଜୟ ପ୍ରାପ୍ତ କରିଥିବାରୁ ସେଟା ପାଳନ କରାଯାଏ ତାପରେ ଆସିବା ଆମେ କୋଉଠିକି ଲୋପାମୁଦ୍ରା Lopamutra କିଏ ଥିଲେ Lopamutra a learned and intelligent woman mentioned in the Rig Veda was the wife of sage Augusta ହେଲା ଲୋପାମୁଦ୍ରା ଜଣେ ହଉଛି କଣ ଥିଲେ ଇଣ୍ଟେଲିଜେଣ୍ଟ ଓମେନ ଥିଲେ ବୁଦ୍ଧିମତୀ ଓମେନ ଥିଲେ ଆଉ ହଉଛି କାର ୱାଇଫ ଥିଲେ ନା ଋଷି ଅଗସ୍ତ୍ୟାଙ୍କର ୱାଇଫ ଥିଲେ ହେଲା କିଛି କିଛି ଲେଖାଯାଏ ଯେ ଲୋପାମୁଦ୍ରା ଜନ୍ମ ହେଇଥିଲେ ତାଙ୍କୁ ଋଷି ଅଗସ୍ତ୍ୟ ହିଁ ଗଢିଥିଲେ ହେଲା ସେ ଜନ୍ମ ହେଇଥିଲେ
तो कौन हेतला पूरा स्टोरीटा देखिबा जे कोन हमर होची जो ऋषि अगस्त्य थिले सी होची माने शत्रु मानक सहित लढिबा पई गोटे होची गोटे कन्या को होची माने कोन तयारी करथिले जा ना थिला होची लोपामुद्रा तापर से जेते गले होची वनवास को गले ताने सी होची कोन करदेले ना जो राजा विदर्भ को पाखरे तांको छाडी देइथिले तापर से जेते पूरा तपस्या करिकि जेते पछरे फेरिक आसिले तापर से देखिले जे से कन्या जनक बहुत इंटेलिजेंट ही जाइछन्ती आ होची तांकर से जतिकि होची निजे जतिकि होची निज पाखरे जति ज्ञान अछि से जे पाखरे भी सति ज्ञान अछि तो तांको से ଆମର ପତ୍ନୀ ରୂପରେ ମାଗିଥିଲେ ହଉଛି ରାଜାଙ୍କ ପାଖକୁ ତ ଆମର ଯୋଉ ଥିଲେ ଲୋପାମୁଦ୍ରା ଥିଲେ ସେ ହଉଛି ପୁରା ତାଙ୍କ ରାଜମହଲ ଛାଡିକି ଋଷିଙ୍କ ସାଙ୍ଗରେ ପଳେଇ ଆସିଥିଲେ ବନବାସକୁ ଏଇଟା ତାଙ୍କର ଷ୍ଟୋରି ଥିଲା। ହଉ ତାପରେ ଟିକେ ଆଗକୁ ଦେଖିବା wife of sage Augusta ଥିଲା ତାପରେ created by the sage raised by the prince of the king Vidarbha she received the best education and lived in କାହା ଦ୍ୱାରା created ହେଇଥିଲେ ଋଷିଙ୍କ ଦ୍ୱାରା created ହେଇଥିଲେ ଆଉ କାହା ଦ୍ୱାରା ପାଳିତ ହେଇଥିଲେ ନା ହଉଛି ବିଦର୍ଭଙ୍କ ଦ୍ୱାରା ରାଜା ବିଦର୍ଭଙ୍କ ଦ୍ୱାରା ପ୍ରିନ୍ସେସ ଭଳିଆ ଜଣେ ହଉଛି ପାଳିତ ହେଇଥିଲେ ଆଉ ସେ କୋଉଠି ରହୁଥିଲେ ପୁରା ଲକ୍ଜୁରୀ ଆଉ ଏଜୁକେସନ ଗୁଡ ଏଜୁକେସନ ରେ ସେ ରହିଥିଲେ। When Augustia missed, when Augustia wished to marry her despite his astute lifestyle, she willingly joined him in the hermitage. माने कौन कहिजे ना अगस्त्या जेतेबेले तांकर वनवास सारिले से तांको मैरी करिया पई होची इच्छा प्रकाश कले आ सी जे लोपामुद्रा सी होची तांको मैरी करिया पई मध्ये सहमत हे गेले। Over time she grew weary of his extreme asceticism and composed hymns expressing her desire for his love and attention किंतु जेहेतु से जने ऋषि थिले से होची तांको टाइम माने तांको होची सेतिकी सम्मान आ सेतिकी तांको पई टाइम देई पार नथिले हमर होची लोपामुद्रा प्रति तो लोपामुद्रा कोन कले ना होची कंपोज्ड हिम्न्स माने होची कोन करथले ना प्रार्थना रचितले कारण तांकर जो स्वामी थिले तांको एक्सप्रेस तांको जणेबा पई आ तांको इंप्रेस करिया पई तार लव और अटेंशन पाइबा पई से बहुत प्रकार प्रार्थना रचना करथले। रियलाइजिंग हर ड्यूटीज एज ए हस्बैंड अगस्त्या बैलेंस्ड हर स्पिरिचुअल एंड डोमेस्टिक लाइफ माने जतबेले ए जो सब प्रार्थना शुणिले आ तांकर पत्नीकर कथा जानि पाइले तापर से होची तांकर कर्तव्य बुझी पाइले तापर से दी जन मती कोन होला माने परस्पर को पुणी हस्बैंड वाइफ भलिया रहितले तांकर स्पिरिचुअल लाइफ तांकर जो ऋषि कर्तव्य जा आ घर ही कर्तव्य जा दी जन को से दीटा मती से कर्तव्य रे रहितले कि अगस्त्या ऋषि जे अगस्त्या थिले से रहितले। दे हैड ए सन तांको ना थला दृढ़ासु हु लेटर बिकम ए रिगन्ड पोएट हला ए जो दी जनकर ऋषि आ जे लोपामुद्राकर गोटे हमर पुत्र थिला तांको ना थला दृढ़ासु जे कि परवर्ती समय रे गोटे रिनोन्ड पोएट भाबरे परिचित रे। ओके तापर जब आम कौन रानी लक्ष्मीबाई जोड़ा मेडिएवल एज गतरू स्टार्ट हो जदि रानी लक्ष्मीबाई जानिछ 1857 जो बैटल होता सेटार जो मुख्य आमर हूँ जड़े माने कौन मुख्य मार लड़ई थे जड़े जदि कार मन थी कह रानी लक्ष्मीबाई कौ स्टेट रु कि कौ अंचल लड़ी थे जदि किए जानी मत कमेंट कह रानी लक्ष्मीबाई पाखु जा। रानी लक्ष्मीबाई वाज द क्वीन ऑफ झांसी one of the leading figure in the Indian rebellion 1857 against British rule हला रानी लक्ष्मीबाई कोट थिले क्वीन ऑफ झांसी होची क्वीन के थिले रानी लक्ष्मीबाई थिले सी होची ए जो रिबेलियन हितला आंदोलन जो हितला 1857 जो आंदोलन हितला सेटारे जणे होची लीडर भाबरे थिले लीडिंग रूल उटे प्ले करथिले। तांगर अर्ली लाइफ उतर देखलेबा born as मणिकर्णिका टॉम्बे हला born as मणिकर्णिका टॉम्बे on November 1828 इन वाराणसी तांकर फास्ट तांकर ना थला रानी लक्ष्मीबाई नथला तांकर ना थला कोन ना मणिकर्णिका टॉम्बे बुली थिला से केबे जन्म ग्रहण करथिला 1888 वाराणसी रे जन्म ग्रहण करथिले। फास्ट तांकर निकनेम कोन थिला मनु थिला चाइल्डहुड रे तांको मनु बुली डकाउतला वेल एजुकेटेड एंड ट्रेन्ड इन हॉर्स बैक राइडिंग एंड स्वॉर्ड फाइटिंग एंड आर्चरी माने से कोन छुआट बेलु कोन थिले वेल एजुकेटेड थिले तांको कोउटार शिक्षा माने से कोन कोन शिक्षा निथिले हॉर्स राइडिंग रे तांकर भलो शिक्षा थिला फाइटिंग मध्ये भलो करि पारथिले आ युद्ध कौशल मध्ये तांको बहुत मन माने कोन जानिथिले भलो भाबे। मैरिज रूल कोन मैरिज कोन करथिले काग मैरिज करथिले ना मैरिड टू महाराजा गंगाधर राव ऑफ झांसी 1842 रे से काग जे मैरिज करले ना राजा गंगाधर राव को मैरिज करले जे कि झांसी थिले ता बिकम हेले तापर से समस्त को जाना सुना हेले जे रानी लक्ष्मीबाई बोली जाचुरा हेले से मैरिज पूर्व कोन तांको नाम थिला मनु बोली ताको डाकुतले जे कि मणिकर्णिका तंबे बोली तांको समस्त जानिथिले।
ହେଲା ରାଣୀ ଲକ୍ଷ୍ମୀବାଇ ତାଙ୍କର ମ୍ୟାରେଜ ପରେ ହେଲେ ଦ ସନ୍ ଡାଏଡ୍ ୟଙ୍ଗ ସୋ ଦେ ଆଡପ୍ଟେଡ୍ ବୟ ନେମ୍ଡ ଦାମୋଦର ରାଓ ହିୟର ତାଙ୍କର ଯୋଉ ତାଙ୍କର ହଉଛି କଣ ହେଲେ ତାଙ୍କ ପୁତ୍ର ହଉଛି ମରିଗଲେ ଆଉ ତାଙ୍କ ହଜବେଣ୍ଡ ମଧ୍ୟ ମରିଯାଇଥିଲେ ତାଙ୍କ ପୁତ୍ର ଯେତେବେଳେ ମରିଗଲେ ସେ ଜଣକୁ ଆଡପ୍ଟେଡ କଲେ ଗୋଟେ ବୟକୁ ତାଙ୍କ ନାଁ ଥିଲା ଦାମୋଦର ରାୟ ହାର after her husband death in 1853 the British under Lord Dalhousie refused to recognize Damodar Rao as the rightful successor and sought to annex Jhansi under the doctrine of Lapis ଯୋଉମାନେ ଏସଏସସି ଛୁଆ ଥିବେ ଏଟା ପ୍ରାୟ ଯେଉଁମାନେ ଜିକେ ଉପରେ ଟିକେ ଥିବ ନଲେଜ ଥିବ ହିଷ୍ଟ୍ରି ଉପରେ ସେ ଜାଣିଥିବେ ଡକ୍ଟରିନ ଅଫ ଲାପିସ୍ କଣ ନା ଏଇଟା ହଉଛି ଡକ୍ଟରିନ ଅଫ ଲାପିସ୍ ହଉଛି ଇଂରେଜ ମାନଙ୍କର ଗୋଟେ ହଉଛି ଥିଲା ଗୋଟେ କଣ ନିୟମ କାନୁନ ଥିଲା ଯେ ଯୋଉ ରାଜ୍ୟର ତମର ହଉଛି ରାଜା ମରିଯାଉଛି ଆଉ ରାଜାର କେହି ମାନେ ପିତୃକ ପୁଅ ନାହାନ୍ତି ହେଲା ରାଜାଙ୍କର ନିଜ ପୁଅ କେହି ନାହାନ୍ତି ତ ସେ ପୁରା ରାଜ୍ୟଟା କାହା ପାଖକୁ ପଳେଇ ଆସିବ ନା ହଉଛି ଇଂରେଜ ମାନଙ୍କ ପାଖକୁ ପଳେଇ ଆସିବ ଏଇ ନିୟମ ଇଂରେଜ ମାନେ ଲଗେଇଥିଲେ ଏଟା ଡକ୍ଟରିନ ଅଫ ଲାପ୍ସ ଥିଲା ଯେହେତୁ ହଉଛି ରାଣୀଙ୍କର ହଉଛି ତାଙ୍କ ସ୍ୱାମୀ ମରିଗଲା ଆଉ ତାଙ୍କର ନିଜ ପୁଅ ବି ନଥିଲା ତ ଇଂରେଜ ମାନେ କଣ କହିଲେ ଯେ ଲର୍ଡ ଡାଲହାଉସିଙ୍କ ବେଳେ ସେତେବେଳେ ଇଂରେଜ ମାନଙ୍କର ଯିଏ ହଉଛି ଥିଲେ ମୁଖ୍ୟ ଥିଲେ ତାଙ୍କ ନାଁ ଲର୍ଡ ଡାଲହାଉସି ଥିଲେ ସିଏ ହଉଛି କଣ କହିଲେ ନା ପୁରା ଦାମୋଦରକୁ କହିଥିଲେ ଯେ ସିଏ ହଉଛନ୍ତି ରାଇଟଫୁଲ ସକ୍ସେସନ ନୁହେଁ ତମ ରାଜା ମରିଯାଇଛି ୟା ପରେ ଯୋଉ ରାଜା ହେବ ଦାମୋଦର ଆଉ ହେଇପାରିବନି ଆଉ ତମେ ହଉଛି ଆନେକ୍ସ କରିନେଲେ ଝାନ୍ସୀକି ନିଜ କବ୍ଜାକୁ ନେଇଯିବା ପାଇଁ ହଉଛି କାହାକୁ କହିଲେ ରାଣୀକି କହିଲେ ବୁଝିପାରିଲେ ପୁରା ତାପରେ ରୋଲ ଅଫ ରୋଲ ଇନ ଦ 1857 ରିଭୋଲ୍ଟ ମାନେ ଆମର ଝାନ୍ସୀ ବାଇଙ୍କର କଣ ରୋଲ ଥିଲା ହଉଛି 1857 ଯୋଉ ହେଇଥିଲା ଆନ୍ଦୋଳନ ହେଇଥିଲା ତାର କଣ ରୋଲ ଥିଲା ଦେଖିବା in 1857 when the Indian rebellion broke out she had led Jhansi's resistance against British force ମାନେ ଯେତେବେଳେ 1857 ଯୋଉ ଆନ୍ଦୋଳନ ହେଇଥିଲା ସମସ୍ତଙ୍କ ଏକୁରୁ ସମସ୍ତେ ଲଢିଥିଲେ ତ ହଉଛି ଯୋଉଭଳିଆ ହଉଛି ଆମର ହଉଛି ବହୁତ ଏରିଆରୁ ବହୁତ ପ୍ରକାର ସବୁ ଲଢିଥିଲେ ହଉଛି ଫ୍ରିଡମ ଫାଇଟର କିନ୍ତୁ ସେଇଭଳିଆ ଝାନ୍ସୀରୁ କିଏ ଲଢିଥିଲେ ନା ରାଣୀ ଲକ୍ଷ୍ମୀବାଇ ଲଢିଥିଲେ ବ୍ରିଟିଶଙ୍କ ଏଗେନ୍ଷ୍ଟ ସି ଫଟ୍ ଫେୟାରଲି commanding her army and defending Jhansi from the British siege in 1857 ହେଲା କଣ କରିଥିଲେ ସେ ବହୁତ ବୀରତାର ସହିତ ଲଢିଥିଲେ ତାଙ୍କ ଆର୍ମି ସହିତ ନେଇକି ସେ ଲଢିଥିଲେ କାହା ସହିତ ଇଂରେଜ ମାନଙ୍କ ସହିତ ଲଢିଥିଲେ ଝାନ୍ସୀ କି ଇଂରେଜ କବଳରୁ ବଞ୍ଚେଇଥିଲେ କେବେ 1858 ର ଯୋଉଠି ହେଇଥିଲା ସେଟାରେ escape to Gwalior and continue to fight ଝାନ୍ସୀରୁ ସେ ଗ୍ୱାଲିୟରକୁ ପଳେଇଥିଲେ ଗ୍ୱାଲିୟରରେ ହେଠି ହଉଛି ପୁଣି ଇଂରେଜ ମାନଙ୍କ ସହିତ ଲଢିଥିଲେ died in the battle of June 1858 while fighting British force এই ଯୋଉ ରାଣୀ ଲକ୍ଷ୍ମୀବାଇ କେବେ ମାନେ ମୃତ୍ୟୁବରଣ କରିଥିଲେ 1858 ଜୁନ 18 ରେ ଯେତେବେଳେ ସେ ଗ୍ୱାଲିୟର ଲଢୁଥିଲେ ସେଇଠି ହଉଛି ବ୍ରିଟିଶ ଫୋର୍ସଙ୍କ ଦ୍ୱାରା ସେ ହଉଛି ମୃତ୍ୟୁବରଣ କରିଥିଲେ ତାପରେ ଦେଖିବା ଲିଗାସି ମାନେ ତାଙ୍କ ପରବର୍ତ୍ତୀ ସମୟରେ କଣ ହେଲା ଆଉ ତାଙ୍କୁ କଣ କଣ ଉପାଧି ସବୁ ମିଳିଥିଲା ଏଇ ସବୁ ବିଷୟରେ ଇମ୍ପୋର୍ଟାଣ୍ଟ ପଏଣ୍ଟ କଣ ଅଛି ଲିଗାସି ବିଷୟରେ ଦେଖିବା ସି ବିକମ୍ ଏ ସିମ୍ବଲ ଅଫ ବ୍ରେଭେରୀ ଆଣ୍ଡ ରେଜିଷ୍ଟାନ୍ସ ଇନ୍ ସରି ହଁ ରେସିଷ୍ଟାନ୍ସ ଇନ୍ ଇଣ୍ଡିଆନ ହିଷ୍ଟ୍ରି ମାନେ କଣ କହୁଛି ନା ଆମର ଇଣ୍ଡିଆନ ହିଷ୍ଟ୍ରିରେ ଆମେ ସମସ୍ତେ ଜାଣିଛନ୍ତି ସବୁ ଯଦି ଆମେ ଓମେନ ମାନଙ୍କ ଭିତରେ ଯେ ଯଦି ସବୁଠୁ ବୀର କିଏ ଥିଲେ ସେ ହଉଛି ଆଉ ସାହସିକତାର ଯଦି କିଏ ପ୍ରତୀକ ଥିଲେ ସେ ହଉଛି କିଏ ଥିଲେ ରାଣୀ ଲକ୍ଷ୍ମୀବାଇ ଫେମସ ଫର ହର ୱାର୍ଡସ ମେ ଆପନି ଝାନ୍ସୀ ନେଇ ଦଉଙ୍ଗି ସେ ସବୁବେଳେ ପାଇଁ କହୁଥିଲେ ଇଂରେଜ ମାନଙ୍କୁ ଯେ ମୁଁ ମୋର ଝାନ୍ସୀ କେବେ ବି ଦେବିନି ଏଟା ହଉଛି ତାଙ୍କର ୱାର୍ଡ ଥିଲା ହେଲା ଯୋଉଭଳିଆ ହଉଛି କରବ ମର ଥିଲା ଗାନ୍ଧୀଜୀଙ୍କର ୱାର୍ଡ ସେଇଭଳିଆ ହଉଛି ଝାନ୍ସୀଙ୍କର କଣ ୱାର୍ଡ ଥିଲା मैं अपनी झांसी नहीं दूंगी honored as a national hero in India inspiring generation ହେଲା ସେ ଆମର ଇଣ୍ଡିଆରେ କଣ ନ୍ୟାସନାଲ ହିରୋ ବୋଲି ତାଙ୍କୁ ମାନନ୍ତି ତାପରେ ଯିବା ରାଣୀ ଚେନ୍ନାମା ହେଲା ରାଣୀ ଚେନ୍ନାମାଙ୍କ ବିଷୟରେ ପଢିବା ରାଣୀ ଚେନ୍ନାମା କିଏ ଥିଲେ ନା କୁତୁରର ରାଣୀ ଥିଲେ ହେଲା କୁତୁରର ରାଣୀ ଥିଲେ କିଏ ରାଣୀ ଚେନ୍ନାମା 1778 1861 ରେ was the queen of Kittur a princely state in what is now Karnataka India ହେଲା ଏବେ ଯୋଉଟା କର୍ଣ୍ଣାଟକ ଇଣ୍ଡିଆ ଅଛି ସେଟା ପୂର୍ବରୁ ହଉଛି 1919 ମସିହାରେ ସେଟା ହଉଛି କିତୁର ବୋଲି କୁହାଯାଉଥିଲା ତାକୁ ସେଠି ହଉଛି ଆମର ହଉଛି ରାଣୀ ଥିଲେ ହଉଛି କିଏ ନା ଚେନ୍ନାମା ଥିଲେ କିତୁରର ରାଣୀ ଥିଲେ ଆର୍ଲି ଲାଇଫ କଣ ଥିଲା born as ଚେନ୍ନାମା in 1778 in the Katiyar family ବେଲାଗାଭି ଡିଷ୍ଟ୍ରିକ୍ଟ ଇନ୍ କର୍ଣ୍ଣାଟକ ହେଲା କର୍ଣ୍ଣାଟକର ଡିଷ୍ଟ୍ରିକ୍ଟ ହଉଛି କଣ ଗୋଟେ ବେଲାଗାଭି ଡିଷ୍ଟ୍ରିକ୍ଟ ଅଛି ସେଠି ହଉଛି କତିୟାର ଫ୍ୟାମିଲିର ଜନ୍ମଗ୍ରହଣ କରିଥିଲେ ଚେନ୍ନାମା କେବେ 1778 ରେ ମ୍ୟାରେଡ୍ ଟୁ ମାଲାଜରାଜ in the ruler of Kittur in her youth after his death she became the queen of Kittur ମାନେ କଣ ତାଙ୍କର ହଉଛି ସେତେବେଳେ ଥିଲା କଣ ଯୋଉ ରାଣୀ ମାନଙ୍କର ମ୍ୟାରେଜ ବହୁତ ଚାଇଲ୍ଡ ଏଜ ରେ ହେଇଯାଉଥିଲା ତ ସେ ୟଙ୍ଗ ଏଜ ରେ ସେ କଣ କରିଥିଲେ ନା କିତୁରର ଯେ ରୁଲର ଥିଲେ ହେଲା ସିଏ ହଉଛି ମାଲାସା ରାଜା
ସିଏ ହଉଛି ତାଙ୍କୁ ହଉଛି ମ୍ୟାରେଜ କରିଥିଲେ ଆଉ ତାଙ୍କର ମୃତ୍ୟୁବରଣ ପରେ ଯୋଉ ରାଜାଙ୍କର ମୃତ୍ୟୁବରଣ ପରେ ସିଏ ହଉଛି କିତୁରର ରାଣୀ ବନିଥିଲେ। କିଏ ରାଣୀ? ଯେ ଚିନ୍ନମା ହଉଛନ୍ତି ରାଣୀ ବନିଥିଲେ। ରେଜିଷ୍ଟାନ୍ସ ଏଗନେଷ୍ଟ ବ୍ରିଟିଶ ଏଗନେଷ୍ଟ ରେ କଣ ଯୁଦ୍ଧ କରିଥିଲେ କୋଉଗୁଡା କଣ ରହିଥିଲେ ତାପରେ ଦେଖିବା। The British East India Company, under the doctrine of Lafayette, sought to annex Kittur. After the death of her husband, the British rejected the adopted son, sorry, Siblinga as the heir to the throne and tried to seize control of Kittur। ମାନେ କଣ କହିଥିଲେ ଯୋଉ ତାଙ୍କର ହଜବେଣ୍ଡ ମରିଗଲା ପରେ ଯେ ରାଣୀ ଥିଲେ ସିଏ ଜଣେ ସନ୍ କୁ ଆଡପ୍ଟ କରିଥିଲେ ଯାହାକି ଶିବଲିଙ୍ଗା ତାଙ୍କ ନାମ ଥିଲା। ତାପରେ ଡକ୍ଟର ଅଫ ଲାପେସ୍ ମୁଁ ପଢିଦେଲି ଯେ ଯାହାର ରାଜା ମରିଯାଇଛନ୍ତି ତାଙ୍କର ଯଦି ନିଜ ପୁଅ ନାହାନ୍ତି ତାହେଲେ ସିଏ ହଉଛି ଏରିଆଟା କାହା ପାଖକୁ ପଳେଇ ଆସିବ? ଇଂରେଜ ମାନଙ୍କ ପାଖକୁ ପଳେଇ ଆସିବ। ଇଷ୍ଟ ଇଣ୍ଡିଆ କମ୍ପାନୀ ସେଇ ରୁଲ ଟାକୁ ହଉଛି କାହା ଉପରେ ପକେଇଲେ ନା ହଉଛି ସେମାନଙ୍କୁ ବି କହିଥିଲେ ଯେ ତମର ହଉଛି ଯୋଉ ତମର ଏରିଆ ଅଛି ଆମକୁ ଦେଇଦିଅ। କଣ୍ଟ୍ରୋଲ କିତୁରକୁ ସିଜ୍ କରିବା ପାଇଁ କହିଥିଲେ କିନ୍ତୁ ହଉଛି ଚେନ୍ନାବା ହଉଛି ମନା କରିଦେଇଥିଲେ। In 1824, Rani Chennamma led to the first battle of Kittur against the British force. She fought bravely alongside her soldiers, successfully repelling the British at first. କିତୁର ଛୁଆ ଦିଥର ବ୍ୟାଟଲ ହେଇଥିଲା, ଗୋଟେ ଫାଷ୍ଟ ବ୍ୟାଟଲ ଆଉ ଗୋଟେ ସେକେଣ୍ଡ ବ୍ୟାଟଲ ହେଇଥିଲା ହେଲା। ଫାଷ୍ଟ ବ୍ୟାଟଲ ରାଣୀ ଚେନ୍ନାମା କଣ କରିଥିଲା 1824 ମସିହାରେ ହେଇଥିଲା ଏଟା ଯେ ବ୍ରିଟିଶ ମାନଙ୍କୁ କିତୁରରୁ ଭଗେଇ ଦେଇଥିଲେ। ସେ ଯୋଉ ଆସିଥିଲେ ବ୍ରିଟିଶକୁ କବ୍ଜା କରିବା ପାଇଁ ସେ ହଉଛି ରାଣୀ ତାଙ୍କ ସୋଲଜରଙ୍କ ସହିତ ଲଢିକି ବ୍ରିଟିଶ ମାନଙ୍କୁ ସେଠି ହଟେଇ ଦେଇଥିଲେ। ସେକେଣ୍ଡ ବ୍ୟାଟଲ ଯୋଉ ଫଲୋଡ ଇନ୍ 1829 after the British retaliated. This time the British force were better equipped and after they fiercely fight then eventually captured the Rani Chennamma ହେଲା। କଣ ହେଇଥିଲା ନା 1829 ମସିହାରେ ସେକେଣ୍ଡ ବ୍ୟାଟଲ ହେଇଥିଲା କିତୁରରେ ଇଂରେଜ ମାନଙ୍କ ଭିତରେ ଆଉ ହଉଛି ଯୋଉ ଚେନ୍ନାମାଙ୍କ ଭିତରେ। ଏଥର ଯୋଉ ବ୍ରିଟିଶ ଫୋର୍ସ ଆସିଥିଲା ସେ ହଉଛି ବେଟର ଇକ୍ୱିପଡ ହେଇଥିଲା, ତାଙ୍କ ପାଖରେ ପୁରା ଅସ୍ତ୍ରଶସ୍ତ୍ର ଥିଲା, ମାନେ ଗନ୍ ଫନ୍ ପୁରା ଭଲିକି ଥିଲା ହେଲା। ଆଉ ଯୁଦ୍ଧ ବି ବହୁତ ଭଲ ମାନେ ବହୁତ ବଡ ଆକାରରେ ହେଇଥିଲା। ଆଉ ଲାଷ୍ଟ ହଉଛି କ୍ୟାପଚର କରିନେଲେ, ଚେନ୍ନାମାଙ୍କୁ କ୍ୟାପଚର କରିନେଇଥିଲେ। ଇମ୍ପ୍ରେଜନ୍ଡ ଆଣ୍ଡ ଡେଥ୍ ହେଲା। after her capture she was imprisoned in Pune by the British sorry where she spent a remaining years of her life ହେଲା। ଯୋଉ କ୍ୟାପଚର କରିନେଲା ପରେ ତାଙ୍କୁ ହଉଛି ଇମ୍ପ୍ରେଜନ କରିଦେଇଥିଲେ, ପୁରା ସାରା ଜୀବନ ପାଇଁ ତାଙ୍କୁ କଏଦୀ ଭଳିଆ ରଖିଥିଲେ କୋଉଠି ପୁନେରେ ହେଲା। ପୁନେରେ ରଖିଥିଲେ ଯାପରେ ସେ ହଉଛି ତାଙ୍କର ପୁରା ମରିବା ପର୍ଯ୍ୟନ୍ତ ସେ ସେଇଠି ହିଁ ରହିଥିଲେ। ସେ ପାସ୍ଡ away in 1861 in captive but her legacy was courageous and freedom fighter lived in ହେଲା। ସେ 1861 ରେ ମାନେ ଚାଲି ଯାଇଥିଲେ, ମୃତ୍ୟୁବରଣ କରିଥିଲେ କିନ୍ତୁ ତାଙ୍କର ଯୋଉ ଲିଗାସି ଥିଲା, ତାଙ୍କର ଯୋଉ ଏତେ ଯୋଉ ସାହସିକତାରେ ଲଢିଥିଲେ ସେଟା ହଉଛି ସବୁବେଳେ ପାଇଁ ଅନବିଲିଭେବୁଲ ଥିଲା, ମାନେ ତାକୁ କେହି ଭୁଲି ପାରିବେନି ଏମିତିଆ ଥିଲା। ଲେଗାସି କଣ ଥିଲା? In 2007 the Indian government issued a commemorative stamp to honor her bravery and the Kittur fort and nearby the Rani Chennamma circle served as a landmark in memory of her struggle। ଏବେ ବି ହଉଛି ତାଙ୍କର ଯୋଉ ରାଜପ୍ରସାଦ ଅଛି ତାକୁ ଏବେ ହଉଛି କଣ କରିଦିଆଯାଇଛି ନା ସମସ୍ତେ ସେଠି ଯାଇପାରିବେ, ଗୋଟେ ଭିଜିଟେବୁଲ ଗୋଟେ ଆମର ହଉଛି ଟୁରିଷ୍ଟ ପ୍ଲେସ ଗୋଟେ କରିଦିଆଯାଇଛି ହେଲା, ଯୋଉଠି ହଉଛି ସମସ୍ତେ ଯାଇକି ସେଠି ବୁଲାବୁଲି କରିପାରିବେ। ଓକେ, ତାପରେ ଯିବା ରାଣୀ ରୁଦ୍ରମା ଦେବୀ। ରାଣୀ ରୁଦ୍ରମା ଦେବୀ ବିଷୟରେ ସମସ୍ତେ ଜାଣିଥିବେ କାରଣ ଏଙ୍କ ଉପରେ ଫିଲ୍ମ ଅଛି। ଯଦି କିଏ ସାଉଥ ଫିଲ୍ମ ଦେଖୁଥିବ ତାହେଲେ ଜାଣିବେ ହଉଛି ଅନୁଷ୍କା ସେଠୀ ଆଉ ହଉଛି ଆମର ଅଲ୍ଲୁ ଅର୍ଜୁନଙ୍କର ଗୋଟେ ରାଣୀ ରୁଦ୍ରମା ଦେବୀ ଉପରେ ଗୋଟେ ଫିଲ୍ମ ଅଛି। ସେ ହଉଛନ୍ତି ସେଇ ଯୋଉ ସେଠି ଯୋଉ ଦେଖା ହେଇଥିଲା ଅନୁଷ୍କା ସେଠୀ ଯାହା ବିଷୟରେ ପ୍ଲେ କରିଥିଲେ ସେଇ ହଉଛନ୍ତି ରାଣୀ ରୁଦ୍ରମା ଦେବୀ। ତାଙ୍କ ବିଷୟରେ ଦେଖିବା। ରାଣୀ ରୁଦ୍ରମା ଦେବୀ was a powerful and remarkable queen in Kakatiya dynasty in the Deccan region of India, particularly in the present day of Telangana and Andhra Pradesh ହେଲା। ରାଣୀ ରୁଦ୍ରମା ଦେବୀ କୋଉଠି ହଉଛି ଗୋଟେ ପାୱାରଫୁଲ ରୁଲର ଥିଲେ ନା କାକଟିଆ ଡାଇନେଷ୍ଟିର ଥିଲେ, ଯୋଉଟା କି ଏବେ କୋଉଠି ଅଛି ତମର ହଉଛି ଆନ୍ଧ୍ରପ୍ରଦେଶ ଆଉ ତେଲେଙ୍ଗାନାରେ ଯୋଉ ରହିଛି ସେଇଠି ଆଗରୁ ସେ ରାଣୀ ରୁଦ୍ରମା ଦେବୀ ଶାସନ କରୁଥିଲେ। ଆର୍ଲି ଲାଇଫ କଣ ଥିଲା? ରାଣୀ ରୁଦ୍ରମା ଦେବୀ was born to King ଗଣପତି ଦେବା the ruler of Kakatiya dynasty in 1259 ହେଲା। 1259 ରେ ରାଣୀ ରୁଦ୍ରମା ଦେବୀ କୋଉଠି ଜନ୍ମ ଗ୍ରହଣ କରିଥିଲେ ନା ହଉଛି ଆମର ହଉଛି କାକଟିଆ ଡାଇନେଷ୍ଟିରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ କଣ ଥିଲା? ଗଣପତି ଦେବା ଥିଲା। she was raised as a male child to inherit the throne after her father he had no male heirs। ମାନେ କଣ କହିଥିଲେ? ସିଏ ହଉଛି ଏମିତି
ତାଙ୍କ ବାପା ତାଙ୍କୁ ମାନେ ପୁରା ରାଇଜ କରିଥିଲେ ତାଙ୍କ ପିଲା ବେଳୁ ତାଙ୍କୁ ଗୋଟେ ପୁଅ ସନ୍ତାନ ଭଳିଆ ଜନ୍ମ ମାନେ ବଢେଇଥିଲେ କାହିଁକି ନା ତାଙ୍କର ନିଜର ପୁଅ ସନ୍ତାନ ଥିଲାନି ତ ସିଏ ଚାହୁଁଥିଲେ ଯେ କଣ ତାଙ୍କର ଯୋଉ ଝିଅ ଅଛି ସିଏ ହିଁ ଆଗକୁ ରାଜ୍ୟ ଶାସନ କରୁ ସେଥିପାଇଁ ତାଙ୍କୁ ପୁଅ ଭଳିଆ ବଢେଇଥିଲେ ବଡ କରିଥିଲେ accession to the throne upon the death of her father Ganpati Deva in 1262 Rudrama Devi accessed the throne as the queen of Kakatiya ହେଲା ସେ ହଉଛି ଫାଷ୍ଟ ଥିଲେ ଯେ ହଉଛି ଯିଏ କି ଗୋଟେ କୁଇନ ଟେ ହଉଛି ଶାସନ କରିବା ପାଇଁ ଥିଲେ କାରଣ ଆଗରୁ ହଉଛି ଯେ ହଉଛି ରାଜାଙ୍କର ପୁଅ ହିଁ ଶାସନ କରୁଥିଲା କେହି ହଉଛି ଝିଅ ଶାସନ କରୁଥିଲେନି କିନ୍ତୁ ଆମର ତାଙ୍କର ବାପା ଯେତେବେଳେ ମରିଗଲେ ଏଇ ଯୋଉ ଗଣପତି ଦେବା ହେଲା ରୁଦ୍ରମା ଦେବୀ କଣ କରିଥିଲେ ନା ଥ୍ରୋନ ଆସେସନ କରିଥିଲେ ଏଜ ଏ କୁଇନ ଅଫ କାକଟିଆ Her rising was initially challenged due to her gender, but she proved her capability as a ruler and a military leader. ମାନେ କଣ କରିଥିଲେ ଫାଷ୍ଟ ତାଙ୍କର ଜେଣ୍ଡର କୁ ନେଇକି ଯେହେତୁ ସେ ଗୋଟେ ଝିଅ ତ ବହୁତ ହଉଛି ଆଡୁ ସମସ୍ତେ ଆକ୍ରମଣ କରିଥିଲେ ସମସ୍ତେ ଅସନ୍ତୁଷ୍ଟ ଦେଖା ଦେଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର କାପାବିଲିଟି ଜାଣିପାରିକି ସେ ହଉଛି ଜଣେ ଭଲ ରୁଲର ଭାବରେ ପରିଚିତ ହେଇଥିଲେ ସି ଅପ୍ଟନ୍ ଟୁକ୍ ଦ ଟାଇଟଲ ଅଫ ରାଜା କିଙ୍ଗ and ruled with greater authority, even adopting a male person in official records and corruption ମାନେ କଣ ସେ ନିଜକୁ ହଉଛି ରାଜାର ଉପାଧି ଦେଇଥିଲେ ଟାଇଟଲ ନେଇଥିଲେ ଯେ ହଉଛି ମତେ କିଏ କୁଇନ କହିବନି ମତେ ସମସ୍ତେ ରାଜା ଡାକିବ ଆଉ ହଉଛି ସେ ଜଣେ ହଉଛି କଣ ଥିଲେ ଗୋଟେ ଯୋଦ୍ଧା ଭାବରେ ଗୋଟେ ଜଣା ଥିଲେ ତାଙ୍କର ଯେତିକି ଅଫିସିଆଲ ରେକର୍ଡ ଥିଲେ ସେ ସବୁଆଡେ ସେ ମେଲ ଭଳିଆ ଗୋଟେ ମାନେ ମେଲ ପର୍ସନ ଭଳିଆ ସବୁଆଡେ କାମ କଲେ ମିଲିଟାରୀ କ୍ୟାମ୍ପେନିଂ ଆଣ୍ଡ ଗଭର୍ନାନ୍ସ ରୁଦ୍ରମା ଦେବୀ ଫେସ୍ଡ several challenges from neighboring kingdoms including Yadavs of Devgiri and Cholas in Tamil Nadu ହେଲା ଯେତେବେଳେ ସିଏ ଶାସନ କରୁଥିଲେ ତାଙ୍କର ଯୋଉ ପାଖାପାଖିର ଯୋଉ କିଙ୍ଗଡମ ଥିଲେ ତାଙ୍କ ନାଇବରିଂ କିଙ୍ଗଡମ ଥିଲେ ଯୋଉ ୟାଦବ ଆଉ ଚୋଳା ମାନେ ୟାଦବ ମାନେ କୋଉଠି କରୁଥିଲେ ଦେବଗିରିରେ ଶାସନ କରୁଥିଲେ ଆଉ ଚୋଳା ମାନେ ତାମିଲନାଡୁରେ ଶାସନ କରୁଥିଲେ ସେ ସବୁ ତାଙ୍କ ବହୁତ ଥର ହଉଛି କଣ କରିଛନ୍ତି ଆକ୍ରମଣ କରିଛନ୍ତି ତ ଏଇ ସବୁ ଚ୍ୟାଲେଞ୍ଜିଂ ଥିଲା ସି ଏକ୍ସପ୍ଲାନ୍ଡ ଦି କାକଟିଆ ଏମ୍ପାୟାର ଏଣ୍ଡ ଫୋର୍ଟ ନ୍ୟୁମରସ୍ ବ୍ୟାଟଲ ଟୁ ପ୍ରୋଟେକ୍ଟ ହାର ଟେରିଟୋରୀ ensuring that କାକଟିଆ ଡାଇନେଷ୍ଟି ରିମେନ୍ଡ ପାୱାରଫୁଲ ହେଲା ସେ ହଉଛି ବହୁତ ପ୍ରକାର ବ୍ୟାଟଲ ଲଢିଛନ୍ତି ତାଙ୍କ କାହା ପାଖରୁ ଏଇ ୟାଦବ ଆଉ ଚୋଲା ମାନଙ୍କୁ ଆଉ ଅଲଗା ଯୋଉ ଶତ୍ରୁ ମାନଙ୍କ ଠାରୁ ବଞ୍ଚିବା ପାଇଁ legacy and achievement ତାଙ୍କ ଉପରେ କଣ କଣ ତାଙ୍କ ପାଖରେ achievement ଥିଲା ଦେଖିବା despite challenges she was respected as a capable and wiser ruler and her region is often remembered for maintaining stability and prosperity ହେଲା ସେ କଣ ତାଙ୍କର ଏତେ ବି ଚ୍ୟାଲେଞ୍ଜିଂ ଥିଲା ପରେ ବି ସିଏ ହଉଛନ୍ତି ଜଣେ ଗୋଟେ ପୁରା ରାଜା ଭଳି ଗୋଟେ ସତ୍ୟ ରାଜା ଯିଏ କି ହଉଛି କଣ ପୁରା ତାଙ୍କ ବିଷୟରେ ପୁରା ଷ୍ଟାବିଲିଟି ଥିଲା କୌଣସି ମାରଧଡ ଇଏ ସବୁ ନଥିଲା ଆଉ ତାଙ୍କର ପ୍ରସ୍ପେରିଟି ବଞ୍ଚେଇକି ରଖିଥିଲେ ତାଙ୍କର ସମ୍ମାନ ସେ ବଞ୍ଚେଇକି ରଖିଥିଲେ ସି ଲେଟର ଆଡପ୍ଟେଡ ହାର ଗ୍ରାଣ୍ଡ ଡଟର ଯେ କି ପ୍ରତାପ ରୁଦ୍ର as her successor ensuring her continuation of the Kakatiya dynasty ତାଙ୍କ ପରେ ତାଙ୍କର ଗ୍ରାଣ୍ଡ ଡଟର ଯିଏ ଥିଲେ ସେ ପ୍ରତାପ ରୁଦ୍ର ସିଏ ହଉଛନ୍ତି କଣ ହେଇଥିଲେ ନା ତାଙ୍କର ମାନେ ତାଙ୍କ ମାନେ କଣ ରାଜାର ଅଲଗା ମାନେ ଆଗାମୀ ରାଜା ହେଇଥିଲେ ଆଉ ତାଙ୍କର ଯୋଉ କାକଟିଆ ଡାଇନେଷ୍ଟି କୁ ସେ କଣ୍ଟିନ୍ୟୁ କରିକି ରଖିଥିଲେ ହେଲା କଲଚରାଲ ଇମ୍ପାକ୍ଟ କଣ ତାଙ୍କ ଉପରେ କଣ କଣ କଲଚରରେ କଣ କଣ ଇମ୍ପାକ୍ଟ ପକେଇଛି ନା ଫିଲ୍ମ ରୁଦ୍ରାମୀ ଦେବୀ 2015 ଡାଇରେକ୍ଟେଡ ବାଇ ଗୁନା ଶେଖର dramatized her life and leadership bringing to story to a broad audience ମୁଁ ଯୋଉଟା କହୁଥିଲି ଫିଲ୍ମ ହଉଛି 2015 ରେ ଆସିଥିଲା ରୁଦ୍ରମା ଦେବୀ କିଏ ଡାଇରେକ୍ଟ କରିଥିଲେ ଗୁନାଶେଖର ଡାଇରେକ୍ଟ କରିଥିଲେ ଯୋଉଟାରେ ତାଙ୍କୁ ହଉଛି ସେ ଫିଲ୍ମରେ ଦେଖା ଯାଇଥିଲା ତାଙ୍କର କ୍ୟାରେକ୍ଟର Rani Rudram Devi is remembered one of the India's greatest female ruler who defined gender norms demonstrated demonstrated a remarkable leadership in a male dominated world ମୁଁ ଯୋଉଟା କହିଲେ କଣ ରାଣୀ ରୁଦ୍ରମ ଦେବୀ ଆମ ହଉଛି ଜଣେ ଗ୍ରେଟର ଫିମେଲ ରୁଲର ଜଣେ ଥିଲେ ଯେତିକି ବି ରୁଲର ଅଛନ୍ତି ତାଙ୍କ ଭିତରୁ ଯୋଉଭଳିଆ ରାଣୀ ଝାନ୍ସୀ ବାଇ ଯୋଉଭଳିଆ ଥିଲେ ଚିନ୍ନବା ଯୋଉଭଳିଆ ଥିଲେ ସେଭଳିଆ ହଉଛି ଜଣେ ଫିମେଲ ରୁଲର ଗ୍ରେଟେଷ୍ଟ ଫିମେଲ ରୁଲର ଜଣେ ଥିଲେ ଯିଏ କି ଯୋଉ ଜେଣ୍ଡର ନର୍ମକୁ ସେ ଡିଫାଇନ କରିଥିଲେ ଯୋଉ ଜେଣ୍ଡର ଯୋଉ ଥିଲା ହଉଛି ମେଲ ମାନେ କେବଳ ଶାସନ କରିପାରିବେ ଫିମେଲ ମାନେ ଶାସନ କରିପାରିବେନି ତାକୁ ସେ ଭାଙ୍ଗି ଦେଇଥିଲେ ଆଉ ମେଲ ଡୋମିନେଟେଡ ୱାର୍ଲଡ ରେ ସେ ଜଣେ ଭଲ ରାଣୀ ଭାବରେ ପରିଚିତ ଥିଲେ ତାପରେ ଆମେ ଯିବା ଛୁଆ କଣ ମଡର୍ନ ଏଜ ର ଯୋଉ ରହିଲା ଯିବା ହେଲା ତ କୁଇନ ଭିକ୍ଟୋରିଆ ଓକେ ଯଦି ଚ୍ୟାନେଲ ଯଦି ଲାଇକ୍ ନ କରିଥିବ ପ୍ଲିଜ ଲାଇକ୍ କରିଦବ ଆଉ ସବସ୍କ୍ରାଇବ କରିଦବ କାରଣ ୟା ପରେ ପରେ ମୁଁ ତ ସବୁ ହଉଛି ଏବେ ଏଇଟା 4th ସେମିଷ୍ଟର ଚାଲିଛି ୟା ପରେ ତ ସବୁ ସେମିଷ୍ଟର ଆଣିବି ତାପରେ ଆଗକୁ ଓଟିଇଟି ଏକ୍ଜାମ ଅଛି ତାପରେ ତମର କୋଉ ଭଳିଆ ଭ୍ୟାକେନ୍ସି କଣ ବାହାରୁଛି ସେ ସବୁ ବିଷୟରେ ପୁରା କଣ୍ଟିନ୍ୟୁ ସରି କହୁଛି କ୍ଲାସ ଆସିବ ହେଲା ତ ପ୍ଲିଜ ଚ୍ୟାନେଲକୁ ଇଏ କରିଦବ ଆଉ ଯଦି କି ଏଇଟାର ନୋଟ ଛୁଆ ନବା ପାଇଁ ଚାହୁଁଥିବେ ସରି ନୋଟ ଯଦି କିଏ ନବା ପାଇଁ ଚାହୁଁଥିବେ ତାହେଲେ ମତେ ହଉଛି ଏଇଠି ଆମର ମେସେଜ କରିଦେବେ ମୋ ହ୍ୱାଟ୍ସଆପ ନମ୍ବର 9178334921 ପିଡିଏଫ ପାଇଁ ହେଲା 350 ରୁପିଜ ର ତମର ପିଡିଏଫ ଟା ପଡିବ
पूरा चार्टा मते हमर जेंडर स्कूल सोसाइटी आ कंटेम्पररी इंक्लूसिव आ तमर होची एनवायरनमेंट चार्टा मते सब्जेक्ट रो सबटार नोट होची पाई परिबो तमे मते एटार मेसेज करिके नै परिबो ओके ଆଉ ମତେ ଏପର୍ଯ୍ୟନ୍ତ କ୍ଲାସ ଟା କୋଉ ଭଳିଆ କଣ ଲାଗିଛି ଆଉ ଯାହା ଯାହା କ୍ୱେଶ୍ଚନ ପଚାରିଛି ତାର ଆନ୍ସର ମତେ କମେଣ୍ଟ ରେ ନିଶ୍ଚିତ ଜଣାଇବେ ओके क्वीन ଭିକ୍ଟୋରିଆଙ୍କ ବିଷୟରେ ପଢିବା Queen Victoria was the Queen of the United States of Great Britain and Ireland from 1837 to 1901 and later become the Empress of India 1876 ମାନେ କଣ ନା ପ୍ରଥମେ ତ କ୍ୱିନ୍ ଭିକ୍ଟୋରିଆ କୋଉଠି ରାଣୀ ଥିଲେ ନା ୟୁନାଇଟେଡ୍ କିଙ୍ଗଡମ ଅଫ ଗ୍ରେଟ୍ ବ୍ରିଟେନ ର ସେ ହଉଛନ୍ତି ରାଣୀ ଥିଲେ ଆଉ ଆୟରଲାଣ୍ଡ ର ମଧ୍ୟ ସେ ହଉଛି ରାଣୀ ଥିଲେ କୋଉଟା 1837 ରୁ 1901 ଯା ସେ ହଉଛି ରାଣୀ ଥିଲେ ତା ପରବର୍ତ୍ତୀରେ ସେ ହଉଛି ରାଣୀ ଅଫ ଇଣ୍ଡିଆ ଭାରତର ରାଣୀ ଭାବରେ ସେ ହଉଛି କେବେ ନେଲେ 1876 ମସିହାରେ ତାଙ୍କୁ ହଉଛି ଇମ୍ପ୍ରେସ ଅଫ ଇଣ୍ଡିଆ ବୋଲି କୁହାଗଲା ମାନେ ମହାରାଣୀ ଅଫ ଭାରତ Her rising known as Victorian era से जतिक समय शासन करथिले तांको शासन काल को कोन कहै जाय विक्टोरियन एरा बोली कहै जाय एते ना 63 इयर्स 2000 सॉरी 216 डेज बोली तांको कहै जाय 63 वर्ष 216 दिन से होची शासन करथिले मेकिंग हर द सेकंड लॉन्गेस्ट राइजिंग ब्रिटिश एम्पायर आफ्टर द क्वीन एलिजाबेथ जो 2 थिले सी होचंदी ସବୁଠୁ ବେଶୀ ଟାଇମ ହଉଛି ଶାସନ କରିଥିଲେ ଆମର ବ୍ରିଟିଶ ଉପରେ ତାପରେ ଯଦି କିଏ ହଉଛି ଲଙ୍ଗେଷ୍ଟ ପିରିୟଡ ପାଇଁ ରହିଥିଲେ ସେ ହଉଛନ୍ତି ରାଣୀ ଭିକ୍ଟୋରିଆ ତାପରେ ଆର୍ଲି ଲାଇଫ କଣ ଥିଲା ଆଉ ତାପରେ କୋଉ ଭଳିଆ କଣ ଥ୍ରୋନ କୁ ଆକ୍ସେସ କରିଥିଲେ ସବୁ ଦେଖିବା born on May 24 1819 in the sorry Kensington Place London ହେଲା ଲଣ୍ଡନ ରେ ସେ ଜନ୍ମ ଗ୍ରହଣ କରିଥିଲେ କେବେ 1819 ରେ ଆମର ହଉଛି May 24 her father Prince Edward died when she was in hand ହେଲା ତ କଣ ହଉଛି ତାଙ୍କର ଫାଦର ଯୋଉ ଥିଲେ ପ୍ରିନ୍ସ ଏଡୱାର୍ଡ ସିଏ ହଉଛନ୍ତି ସିଏ ଯେତେବେଳେ ଇନଫାଣ୍ଟ ଥିଲେ ଯେତେବେଳେ ସିଏ ଶିଶୁ କନ୍ୟା ଥିଲେ ସେତିକାଳିଆ ସେ ମରି ଯାଇଥିଲେ ସିଏ ପିଲାଟି ବେଳେ ତାଙ୍କ ବାପା ମରି ଯାଇଥିଲେ ପ୍ରିନ୍ସ ଏଡୱାର୍ଡ ରାଇଜ୍ଡ ହର ଷ୍ଟ୍ରିକ୍ଟ ସୁପରଭିଜନ ବାଇ ହର ମଦର become queen at the age of 18 her coronation took place June 28 1838 ହେଲା ସେ ହଉଛନ୍ତି କଣ ତାଙ୍କ ମାଙ୍କ ଦ୍ୱାରା ବଡ ହେଇଥିଲେ 18 ବର୍ଷ ଏଜ ରେ ସେ ହଉଛନ୍ତି କ୍ୱିନ୍ ବନିଥିଲେ ଆମର ବ୍ରିଟେନ ର ତାଙ୍କର କରୋନେସନ ତାଙ୍କର ଯୋଉ ରାଜ ଯୋଉ ଆମର ରାଜାଭିଷେକ କେବେ ହେଇଥିଲା ନା ଜୁନ 28 1838 ରେ ହେଇଥିଲା ମ୍ୟାରେଜ ଲାଇଫ କଣ ଥିଲା ହି ମ୍ୟାରେଡ ଟୁ ହର କଜନ ପ୍ରିନ୍ସ ଆଲବର୍ଟ ତାଙ୍କର କଜନ ଥିଲେ ପ୍ରିନ୍ସ ଆଲବର୍ଟ ବୋଲି ଜଣେ ତାଙ୍କୁ ହିଁ ସେ ମ୍ୟାରେଜ କରିଥିଲେ ଦି କପଲ ହ୍ୟାଡ 9 ଚିଲଡ୍ରେନ ହୁ ହ୍ୟାଡ ଲେଟର ମ୍ୟାରେଡ ଭେରିୟସ୍ royal families across Europe earning her the nickname grandmother of Europe ହେଲା ସେ ପରବର୍ତ୍ତୀ ସମୟରେ କାହାକୁ ମ୍ୟାରେଜ କରିଥିଲେ ପ୍ରିନ୍ସ ଆଲବର୍ଟ କୁ ମ୍ୟାରେଜ କରିଥିଲେ ସରି ପ୍ରିନ୍ସ ଆଲବର୍ଟ କୁ ମ୍ୟାରେଜ କରିଥିଲେ ସେଇ ଯୋଉ କପଲ ମାନଙ୍କର ପ୍ରିନ୍ସ ଆଲବର୍ଟ ଆଉ ରାଣୀ ଭିକ୍ଟୋରିଆଙ୍କର 9 ଜଣ ଛୁଆ ଥିଲେ ଯେ କି ପରବର୍ତ୍ତୀ ସମୟରେ ତାଙ୍କର ଯୋଉ ରାଜ ପରିବାରର ବିଭିନ୍ନ ଫ୍ୟାମିଲିରେ ସବୁ ମ୍ୟାରେଜ କରିଥିଲେ ସେଥିପାଇଁ ଏଇ ଯୋଉ ଏତେ ପିଲା ଆଉ ସମସ୍ତଙ୍କର ତାଙ୍କର ଯୋଉ ସମ୍ମାନ ଥିଲା ସମସ୍ତଙ୍କ ପ୍ରତି ସମସ୍ତଙ୍କୁ ଭଲ ପାଇବା ନେଚର ପାଇଁ ତାଙ୍କୁ ଗ୍ରାଣ୍ଡମଦର ଅଫ ୟୁରୋପ ମଧ୍ୟ କୁହାଯାଏ ହେଲା ତାଙ୍କୁ ଉପାଧି ମିଳିଥିଲା କଣ ନା ଗ୍ରାଣ୍ଡମଦର ଅଫ ୟୁରୋପ ବୋଲି ରାଣୀ ଭିକ୍ଟୋରିଆଙ୍କୁ କୁହାଯାଏ ପ୍ରିନ୍ସ ଆଲବର୍ଟ ଡାଇଡ୍ ଇନ୍ 1861 ଦ କ୍ୱିନ୍ ଭିକ୍ଟୋରିଆ went into deep mourning wearing black for the rest of her life 1861 ରେ କେବେ 18 ଆମର ହଉଛି 61 ରେ ସେ କଣ ମୃତ୍ୟୁବରଣ କରିଥିଲେ କି ତାଙ୍କର ସ୍ୱାମୀ ଯୋଉ ପ୍ରିନ୍ସ ଆଲବର୍ଟ ସେ ମରିଥିଲେ ତା ପରବର୍ତ୍ତୀ ସମୟରେ ତମେ ଦେଖିବ ସେ ସବୁବେଳେ ପାଇଁ ବ୍ଲାକ୍ କପଡାରେ ହିଁ ରହୁଥିଲେ ତମେ ଯଦି ରାଣୀ ଭିକ୍ଟୋରିଆଙ୍କର ଗୁଗଲ କରିବ ତାଙ୍କ ଫଟୋ ଦେଖିବ ସବୁ ଫଟୋରେ ସେ ହଉଛି ବ୍ଲାକ୍ ହିଁ ପିନ୍ଧିଛନ୍ତି ହେଲା ଯୋଉଟା କି ହଉଛି ତାଙ୍କର ହଉଛି ରୁଲ ଥିଲା ଯେ ସ୍ୱାମୀ ମରିଗଲା ପରେ ବ୍ଲାକ୍ ପିନ୍ଧି ରୁଲ ଇନ୍ ବ୍ରିଟିଶ ଏମ୍ପାୟାର ହେଲା ବ୍ରିଟିଶ ଏମ୍ପାୟାର ଉପରେ କଣ ରୁଲ କରିଥିଲେ କୋଉଭଳିଆ କଣ ରୁଲ କରିଥିଲେ ଦେଖିବା During her rise, British became the world's most powerful empire, covering nearly one fourth of the global. ହେଲା ସମସ୍ତେ ଜାଣିଥିବ ଯେତେବେଳେ ସିଏ ଶାସନ କରୁଥିଲେ ସେତେବେଳେ ହଉଛି ବ୍ରିଟିଶ ମାନେ ଆମ ଉପରେ ହଉଛି କବ୍ଜା କରି ରହିଥିଲେ ତା ଅପେକ୍ଷା ଅଲଗା ଅଲଗା ଯୋଉ ଦେଶ ଅଛି ତାଙ୍କ ଉପରେ ମଧ୍ୟ ବ୍ରିଟିଶ ହଉଛି ବ୍ରିଟେନ ହଉଛି କବ୍ଜା କରି ରହିଥିଲା ସେ କଣ କରୁଥିଲେ ପୁରା ଗ୍ଲୋବରେ ପୁରା ବିଶ୍ୱର 1/4 ଫାଷ୍ଟ ହେଲା 4 ଭାଗ ଯଦି ଆମ ବିଶ୍ୱକୁ 4 ଭାଗ କରିଦବା ତାର ଗୋଟେ ଭାଗ ପାର୍ଟଟା ପୁରା ବ୍ରିଟେନ ହିଁ କବ୍ଜା କରିକି ରଖିଥିଲା She was proclaimed Empress of India 1876 reflecting Britain's colonial expansion ହେଲା ସେ ଆମର ହଉଛି ଇଣ୍ଡିଆର ରାଣୀ
ହେଲା ଆମ ଭାରତର ମହାରାଣୀ କେବେ ବନିଲା 1876 ମସିହାରେ ବନିଥିଲେ ଇମ୍ପ୍ରେସ ଅଫ ଇଣ୍ଡିଆ ବନିଥିଲେ ଦ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ ଫ୍ଲୋରିଶ୍ଡ ଅଣ୍ଡର ହର ରୁଲ ଲିଡିଂ ଟୁ advancement in science transportation and technology ଏଇ ଯୋଉ ଆମର ହଉଛି ବ୍ରିଟେନରେ ସେ ହଉଛି ସବୁ ତାଙ୍କର ଯେତିକି ଯୋଉ ଆଡଭାନ୍ସମେଣ୍ଟ ଆଣିଥିଲେ ସାଇନ୍ସ ଉପରେ ନେଇକି ଟ୍ରାନ୍ସପୋର୍ଟେସନ ନେଇକି ଟେକ୍ନୋଲୋଜି ଉପରେ ତାଙ୍କ ବେଳର ସବୁ ଆଡଭାନ୍ସମେଣ୍ଟ ସେ ଆଣିଥିଲେ ନୋବେଲ ଇଭେଣ୍ଟସ ଡ୍ୟୁରିଂ ହର ରାଇଜ ତାଙ୍କ ବେଳେ କଣ କଣ ଘଟଣା ସବୁ ଘଟିଥିଲା ଦେଖିବା ଦ ଗ୍ରେଟ୍ ଏକ୍ଜିବିସନ ହେଲା ଫାଷ୍ଟ କଣ ଘଟିଥିଲା ଦ ଗ୍ରେଟ୍ ଏକ୍ଜିବିସନ ସେ କରିଥିଲେ ଶୋକେସ୍ ବ୍ରିଟେନ୍ସ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରିଆଲ ଆଡଭାନ୍ସମେଣ୍ଟ ପାଇଁ ବ୍ରିଟେନର କଣ କଣ ଟେକ୍ନୋଲୋଜି ଅଛି କଣ କେତେ କଣ ବ୍ରିଟେନ ଆଡଭାନ୍ସମେଣ୍ଟ ହେଇଛି ତ ପୁରା ଦୁନିଆକୁ ଦେଖିବା ପାଇଁ ସେ ହଉଛି ଗ୍ରେଟ୍ ଏକ୍ଜିବିସନ ଜଣେ ଗୋଟେ କରିଥିଲେ ତାଙ୍କ ଟାଇମରେ ଏଟା ହେଇଥିଲା 1857 ତାପରେ ହଉଛି କ୍ରିମେନ ୱାର କାହା କାହା ବିରୁଦ୍ଧରେ ହେଇଥିଲା ଛୁଆ ରୁଷିଆ ଆଗନେଷ୍ଟରେ ଲଢିଥିଲେ କିଏ ବ୍ରିଟେନ ଫ୍ରାନ୍ସ ଆଉ ଅଟମାନ ଏସବୁ ଉପରେ ये समस्त मिसिक रुषिया उपरे लड़ते कारण रुषिया ऑटमन एम्पायर उपरे ऑटमन उपरे निजर होची निज कब्जा करिया ପାଇଁ चाहूतला ऑटमन को ସେଥିପାଇଁ ଅଟମନ ଫ୍ରାନ୍ସ ଆଉ ବ୍ରିଟେନ ଇଏ ସମସ୍ତେ ମିଶିକି ରୁଷିଆ ଏଗନେଷ୍ଟରେ ଲଢିଥିଲେ ତାକୁ ହିଁ କ୍ରିମେନ ୱାର କୁହାଯାଏ ଯୋଉଟା କି କା ବେଳରେ ହେଇଥିଲା ରାଣୀ ଭିକ୍ଟୋରିଆଙ୍କ ବେଳରେ ହେଇଥିଲା ଇଣ୍ଡିଆନ ରେବେଲିୟନ 1857 ସମସ୍ତେ ଜାଣିଛନ୍ତି ଯୋଉ ଭାରତରେ ହଉଛି ଯୋଉ ଆନ୍ଦୋଳନ ହେଇଥିଲା 1857 ରେ ସେତେବେଳେ ବି ଏଇ ଆମର ହଉଛି ଭିକ୍ଟୋରିଆଙ୍କ ଟାଇମରେ ହିଁ ହେଇଥିଲା lead to dissolution of the East India Company and the direct rule of India under the British Crown ହେଲା ଇଷ୍ଟ ଇଣ୍ଡିଆ ଏଇ ଯୋଉ ରେବେଲିୟନ ପରେ କଣ ହେଇଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ପାଖରୁ ହଉଛି ନିଆ ହେଇଥିଲା ଆମର ହଉଛି ଦାୟିତ୍ୱ ସବୁ ନିଆ ହେଇକି କାହା ପ୍ରତି ଡାଇରେକ୍ଟ ଦିଆ ହେଲା ବ୍ରିଟିଶ କ୍ରାଉନ ଯେ ବ୍ରିଟିଶର ଯେ ରାଣୀ ରହିଲେ ତାଙ୍କ ଅଣ୍ଡରରେ ହିଁ ହବ କଣ ବ୍ରିଟିଶ ଏବେ ହଉଛି ଇଣ୍ଡିଆ ହଉଛି ଶାସନ ହବ ଆଉ ଇଷ୍ଟ ଇଣ୍ଡିଆ କମ୍ପାନୀ ପାଖରେ ଶାସନ ହବନି ତାପରେ ଏକ୍ସପ୍ଲାନେସନ ଅଫ ଡେମୋକ୍ରେସି expansion of democracy the reform act gradually extend voting rights of britain ସିଏ ହିଁ ହଉଛି ଆମର ଡେମୋକ୍ରେସି କୁ ଏକ୍ସପାଣ୍ଡ କରିଥିଲେ ବ୍ରିଟେନରେ ସମସ୍ତଙ୍କୁ ଭୋଟିଂ ରାଇଟ୍ ଦେଇଥିଲେ ବ୍ରିଟେନରେ ଯେତିକି ଲୋକମାନେ ଥିଲେ ତାଙ୍କ ପାଇଁ ଭୋଟିଂ ରାଇଟ୍ ରଖିଥିଲେ ଯେ ଏତିକି ବର୍ଷ ପରେ ହଉଛି ତମେ ହଉଛି କଣ ଭୋଟ ଦେଇପାରିବ ତାପରେ ଇରିଶ ଫ୍ୟାମିନ ବି ହେଇଥିଲା ଏ ଡିଭାଷ୍ଟିଂ ପିରିୟଡ ଇନ ଆୟରଲାଣ୍ଡ ଦ୍ୟାଟ ଲିଡ୍ ଟୁ ମାସ୍ ଷ୍ଟାର୍ଭେସନ ଆଣ୍ଡ ମାଇଗ୍ରେସନ ହେଲା ତାଙ୍କର ଟାଇମରେ ବି ଇରିଶ ଫ୍ୟାମିନ ହେଇଥିଲା ମାନେ କଣ ନା ହଉଛି ବ୍ରିଟେନରେ ଏଇ ଯୋଉ ସରି ସେ ଆଇର୍ଲାଣ୍ଡର ମଧ୍ୟ ହଉଛି ରାଣୀ ଥିଲେ ତ ଆଇର୍ଲାଣ୍ଡରେ ହଉଛି କଣ ହେଇଥିଲା ପୁରା ମରୁଡି ପଡିଥିଲା ସମସ୍ତେ ହଉଛନ୍ତି କଣ ପଡିଥିଲା ମରୁଡି ପଡିଥିଲା ସମସ୍ତେ ଏଣିକି ତେଣିକି ଯିବା ପାଇଁ ପୁରା ହଉଛି ଇଏ ହେଇଥିଲେ ମାଇଗ୍ରେସନ ପୁରା ହଉଥିଲା ସେ ଏରିଆରେ ଆଉ କେହି ରହିବାକୁ ଚାହୁଁନଥିଲେ ସେଠୁ ସବୁ ବାହାରକୁ ଯିବା ପାଇଁ ଚାହୁଥିଲେ ସେଟା କହୁଥିଲା ଇରିଶ ଫ୍ୟାମିନ ହେଲା ଏଇଟାକୁ ଛୁଆ ତମେ ବି ଇଏ କରିକି ରଖିପାରିବ ଯଦି ଲଙ୍ଗ କ୍ୱେଶ୍ଚନ ପଡିଲା ତାହେଲେ ହଉଛି ତମେ ଚିତ୍ର କାଟିକି ଫାଷ୍ଟ ଲେଖିଦବ କଣ ନୋଟେବୁଲ ଇଭେଣ୍ଟ ତାପରେ ହଉଛି ଗୋଟେ ଗୋଟେ ଏଇ ସବୁ ମୁଁ ସବୁ ପଏଣ୍ଟ କରିଦେଇଛି ହେଲା ତମ ବହିର ସବୁ ହଉଛି କଣ ପୁରା ପାରାଗ୍ରାଫ ଭଳିଆ ଦେଇଛି ମୁଁ ହଉଛି ବୋଲ୍ଡ ଲେଟର ବି କରିଦେଇଛି ତମକୁ ହଉଛି ଯେତେବେଳେ ରିଭାଇଜ କରିବ ବି ତମକୁ ହଉଛି ଏତେ କଷ୍ଟ ହବନି ତ କେବଳ ଖାଲି ବୋଲ୍ଡ ଲେଟର ହିଁ ଦେଖିଲେ ତମେ ଜାଣିପାରିବ ଯେ ହଁ ଏଇଆ ହେଇଥିଲା ହେଲା ଏକୁ ବି ହଉଛି ତମେ ଚିତ୍ର କରିକି ଲେଖିପାରିବ ଯୋଉଭଳିଆ ତ ଏଇଠି ଲେଖିଦେଲେ ହଉଛି କଣ ନୋଟେବୁଲ ଇଭେଣ୍ଟ ତାପରେ ଏଇ ପାଞ୍ଚଟା ଗୁଡାକ ଲେଖିଦବ ହେଲା ତାପରେ ଲେଟର ଲାଇଫ ଆଣ୍ଡ ଡେଥ ଏ ସବୁ ଗୁଡାକ ଦେଖିବା କଣ ନା କ୍ୱିନ୍ ଭିକ୍ଟୋରିଆ ରିମେନ୍ଡ ଏ ସିମ୍ବଲ ଅଫ ବ୍ରିଟିଶ ପ୍ରାଇଡ ଆଣ୍ଡ ଇମ୍ପେରିକାଲ ପାୱାର until her death she passed on January 22 1901 Osborne House ତାପରେ ଇସ୍ଲେ ଅଫ ହ୍ୱାଇଟ ମାନେ କଣ କହୁଛି ନା ହଉଛି ଯେହେତୁ ସେ ଯେତେ ବି ଆମ ଇଣ୍ଡିଆ ଉପରେ କବ୍ଜା କରିଥାନ୍ତୁ କିନ୍ତୁ ସେ ବ୍ରିଟେନ ପାଇଁ ହେଲା ବହୁତ ହଉଛି କିଛି ଉନ୍ନତି ଆଣିଥିଲେ ତାଙ୍କ ପରେ ବ୍ରିଟେନ ହଉଛି ବହୁତ ଆଗକୁ ପଳେଇଥିଲା ଟେକ୍ନୋଲୋଜି କ୍ଷେତ୍ରରେ କୁହ ଟ୍ରାନ୍ସପୋର୍ଟେସନ ସାଇନ୍ସ ସବୁ କ୍ଷେତ୍ରରେ ସେ ଆଗକୁ ପଳେଇଥିଲା ତ ତାଙ୍କୁ ହଉଛି ସିମ୍ବଲ ଅଫ ବ୍ରିଟିଶ ପ୍ରାଇଡ ଆଣ୍ଡ ଇମ୍ପେରିକାଲ ପାୱାର ବୋଲି କୁହାଯାଏ ହେଲା ସେ କେବେ ପାସ୍ କରିଥିଲେ ଜାନୁଆରୀ 22 1901 ରେ ପାସ୍ କରିଥିଲେ କୋଉଠି ପାସ୍ କରିଥିଲେ ଅସବର୍ନ ହାଉସ ରେ ପାସ୍ କରିଥିଲେ ହେଲା ହାର୍ ସନ୍ ଏଡୱାର୍ଡ ଭି ଡବଲ ଆଇ ସକ୍ସେସଫୁଲି ହାର୍ ମାର୍କିଂ ଦି ଷ୍ଟାର୍ଟ ଅଫ ଏଡୱିନ ଆର୍ ହେଲା ତାଙ୍କ ପରେ କିଏ ଆସିଥିଲେ ନା ତାଙ୍କର ସନ୍ ଥିଲେ ଏଡୱାର୍ଡ ଭି ଡବଲ ଆଇ ସିଏ ହଉଛି କଣ କରିଥିଲେ ଆମର ବ୍ରିଟେନର ରାଜା ହେଇଥିଲେ ଯାହାକି ତାପରେ ତାଙ୍କର ହଉଛି ତାଙ୍କର ହଉଛି କାର୍ଯ୍ୟକାଳ ସେ ଷ୍ଟାର୍ଟ କରିଥିଲେ ତାଙ୍କୁ କଣ କହୁଥିଲେ ଏଡୱାନ ଏରା ବୋଲି କୁହାଯାଉଛି ଯୋଉଟା ଭିକ୍ଟୋରିଆନ ଏରା ସରିଲା ପରେ ଏଡୱାନ ଏରା ଆସିଥିଲା ତାପରେ ଯିବା କଣ କୁଇନ୍ ଏଲିଜାବେଥ ଟୁ Queen Elizabeth II was the longest reigning British monarch, serving from February 6 to February 6, 1951 to 52 to September 8, 2022. ହେଲା 70 ବର୍ଷ ସେ ହଉଛି ଛୁଆ ରାଜୁତି କରିଥିଲେ ବ୍ରିଟେନ ଉପରେ ହେଲା ଲଙ୍ଗେଷ୍ଟ ସବୁବେଳେ ପାଇଁ ସବୁଠାରୁ ହଉଛି ଲଙ୍ଗେଷ୍ଟ ପିରିୟଡ ପାଇଁ ସେ ହିଁ ଶାସନ କରିଥିଲେ କେବେଠୁ ଶାସନ କରିବା ଷ୍ଟାର୍ଟ କଲେ ଫେବୃଆରୀ 1952 ରୁ 2022 ଯାଏ ସେ ହଉଛି ଶାସନ କରିଥିଲେ She was the symbol of stability, duty, and continuity, overseeing significant political, social, and technological changes during her reign. ହେଲା ସିଏ ପୁରା ତାଙ୍କ ବେଳେ ପୁରା ଶାନ୍ତି ଥିଲା ପୁରା ବ୍ରିଟେନରେ ପୁରା ସବୁବେଳେ ପାଇଁ ଶାନ୍ତି ହିଁ ରହିଥିଲା ତାଙ୍କ ଡ୍ୟୁଟି ସେ ପୁରା ଭଲିକି ଲିଭେଇଥିଲେ ହେଲା ଆଉ ମାନେ ହଉଛି କଣ କରିଥିଲେ ନା ସୋସାଇଟି ପଲିଟିକାଲ ଟେକ୍ନୋଲୋଜି ସବୁ କ୍ଷେତ୍ରରେ ବ୍ରିଟେନର ବହୁତ ଆଡଭାନ୍ସମେଣ୍ଟ ଆଣିଥିଲେ କି କୁଇନ୍ ଏଲିଜାବେଥ ଆଣିଥିଲେ ଆର୍ଲି ଲାଇଫ କଣ ଥିଲା
April 21, 1926 as Elizabeth Alexander Mary Wisdom in London. ତାଙ୍କର ପୁରା ନାଁ ଥେକ ଏଲିଜାବେଥ ଆଲେକ୍ଜାଣ୍ଡର ମ୍ୟାରୀ ୱିଜଡନ ଇନ୍ ହେଲା ଏଟା ଥିଲା ହଉଛି ତାଙ୍କ ନାଁ ଲଣ୍ଡନରେ ସେ କେବେ ଜନ୍ମ କରିଥିଲେ ନା April 21, 1926 ରେ ଜନ୍ମଗ୍ରହଣ କରିଥିଲେ ଡଟର ଅଫ କାର ଥିଲେ ନା କିଙ୍ଗ ଜର୍ଜ ଭିଆଇ ଆଣ୍ଡ କୁଇନ ଏଲିଜାବେଥ ଦ କୁଇନ ଅଫ ଦ କୁଇନ ମଦର ହେଲା ତାଙ୍କ ମାଙ୍କ ନାଁ ଥିଲା କଣ କୁଇନ ଏଲିଜାବେଥ ତାଙ୍କ ବାପାଙ୍କ ନାଁ ଥିଲା ହଉଛି କୁଇନ ଜର୍ଜ ଭିଡବଲ did not accept to become queen until her uncle King Edward III addicted in 1936, making her father king. ହେଲା ସେ ହଉଛି ତାଙ୍କ ହଉଛି ତାଙ୍କର ହଉଛି କଣ ତାଙ୍କୁ କୁଇନ ଭଳିଆ ଆକ୍ସେପ୍ଟ କରାହେଲାନି ଯେ ପର୍ଯ୍ୟନ୍ତ ତାଙ୍କ ବାପା ହଉଛି କୁଇନ ଭଳିଆ ଥିଲେ ତ ଏଇଟା ଛୁଆ ହଉଛି କରିବ କଣ ଏଇଟା ଗୋଟେ ଫଟୋ ଗୋଟେ ଯେ ହଉଛି ଫାଷ୍ଟ ହଉଛି କେବେ ଜନ୍ମଗ୍ରହଣ କରିଥିଲେ 1926 ରେ ତାପରେ ହଉଛି ମ୍ୟାରି କେବେ କଲେ 1947 ରେ ତାପରେ ତାଙ୍କର ହଉଛି କରୋନେସନ କେବେ ହେଇଥିଲା 1953 ରେ ତାପରେ ହଉଛି ସିଲଭର ଜୁବଲି କେବେ ହେଇଥିଲା 1977 ରେ ତାପରେ ହଉଛି ଗୋଲ୍ଡେନ ଜୁବଲି 2002 ରେ ଆଉ ତାଙ୍କର ଡାଇମଣ୍ଡ ଜୁବଲି ହେଇଥିଲା 2012 ହଁ ଏଭା ଫଟୋ କରିବ ଚିତ୍ର ବନେଇବା ଦରକାର କାରଣ ହଉଛି ପୁରା ମାନେ କଣ ଏଭା ପଏଣ୍ଟ କରିକି ଲେଖିବ ଆଉ ଚିତ୍ର ବନେଇଲେ କଣ ହେବ ତମ ଖାତାଟା ଟିକେ ସୁନ୍ଦର ଦେଖାଯିବ ହେଲା accession to the throne ହେଲା become queen at age 25 after the death of her father February 6 and 1952 ସେ ଯେତେବେଳେ ତାଙ୍କ ବାପା ଥିଲେ ସେତେବେଳେ ତ ସେ ହଉଛି ଏମିତି ରାଣୀ ହେଇପାରିଲେନି ତାଙ୍କ ଯେତେବେଳେ ତାଙ୍କ ବାପା ମରିଗଲେ February 6 ଆଉ 1952 ରେ ସିଏ ସେତେବେଳେ କୁଇନ ହେଲେ କେତେ ବର୍ଷ ଏଜ ରହିଥିଲେ ସିଏ କୁଇନ ଭିକ୍ଟୋରିଆ କେତେ ବର୍ଷ ଏଜ ରହିଥିଲେ 18 ଇୟର ରେ ସରି 16 ଇୟର ରେ ଇଏ ହେଇଥିଲେ 25 ଇୟର ରେ ହେଇଥିଲେ 25 ବର୍ଷରେ ସେ ରାଣୀ ହେଲେ Her coronation on June 2, 1953 was the first to be televised was by millions of worldwide. ତାଙ୍କର ଯୋଉ coronation ହେଇଥିଲା କେବେ ହେଇଥିଲା June 2, 1953 ରେ ହେଇଥିଲା ଯୋଉଟା କି ପୁରା world wide ଟେଲିଭିଜନରେ ଦେଖା ହେଇଥିଲା ଆଉ ବହୁତ ଲୋକ ତାକୁ ଦେଖିଥିଲେ ମିଲିୟନ ଅଫ ଲୋକ ଦେଖିଥିଲେ ଫ୍ୟାମିଲି ଆଣ୍ଡ ଚ୍ୟାଲେଞ୍ଜେସ୍ ତାପରେ ତାଙ୍କର କଣ ମ୍ୟାରେଜ ହେଲା କଣ ସବୁ ଦେଖିବା married Prince Philip in 1947 they were married for 73 years ହେଲା କେତେ ବର୍ଷ ଯାଏ ତାଙ୍କର ବିବାହ ବୈବାହିକ ଜୀବନ ଚାଲିଥିଲା 73 ଇୟର୍ସ ପାଇଁ ବୈବାହିକ ଜୀବନ ଚାଲିଥିଲା କାହାକୁ ମ୍ୟାରେଜ କରିଥିଲେ ନା ପ୍ରିନ୍ସ ଫିଲିପ କୁ ମ୍ୟାରେଜ କରିଥିଲେ had four children ଚାର୍ଲସ ଆଉ ଏନ୍ ଆଣ୍ଡ ଏଡୱାର୍ଡ ହେଲା ତାଙ୍କର ଚାରି ଜଣ ପିଲା ଥିଲେ କଣ କଣ ନା ଚାର୍ଲସ ଜଣଙ୍କ ନାଁ ଥିଲା ଆନେ ଜଣଙ୍କ ନାଁ ଥିଲା ଗୋଟେ एंड्रयू गोटे जनक ना था और एडवार्ड जनक ना था फर्स्ट स्कैंडल इंक्लूडिंग प्रिंसेस डायनास डेथ एंड प्रिंस हैरी एंड मेघना स्टेपिंग बैक फ्रॉम द रॉयल ड्यूटीज तांको बेले बहुत प्रकार से होजी चैलेंजिंग फेस करथले तमे प्रिंस डायना को डेथ भले जानथिबो से जण रोड एक्सीडेंट रे जो मरितले सेतल भी से होचंते तांको बहुत प्रकार माने निंदा करा हैतला कारण सी समस्त भाबले जे सी काडे मते सेही मर्डर रे कोन इन्वॉल्व होचंती कोन ହେଲା ସେତେବେଳେ ସେ ହଉଛି ଥିଲେ ଆଉ ହଉଛି ତାଙ୍କର ଯୋଉ ପ୍ରିନ୍ସ ହାରି ଆଉ ମେଘନା ହଉଛନ୍ତି କଣ କଲେ ରୟାଲ ଡ୍ୟୁଟିରୁ ସେମାନେ ହଉଛନ୍ତି ପଛଘୁଞ୍ଚା ଦେଇଦେଲେ ସିଏ କହିଲେ ଆମେ ଆଉ ରୟାଲ ଡ୍ୟୁଟି କରିବୁ ନାହିଁ मेजर इवेंट्स ड्यूरिंग हर राइज कौन कौन मेजर इवेंट घटितला तब देखिबा पॉलिटिकल चेंजेस वार टू द 15 ब्रिटिश प्राइम मिनिस्टर फ्रॉम विंस्टन चर्चिल टू लिज ट्रस माने तांको समय रे हला से तो पूरा कंटीन्यूअस रहितले 70 इयर्स जा से होजे शासन करथले तांको बेले केते जण प्राइम मिनिस्टर असले 15 जण प्राइम मिनिस्टर असले ब्रिटिश रो हला विंस्टन चर्चिल को थ्रू स्टार्ट हितला लिज ट्रस जा चलेतला हला सो मेजर इवेंट्स लाइक ब्रेक्साइट 2016 where the UK voted to leave the यूरोप हला ब्रेक्साइट 2016 पे ताकर बेले हितला और मॉडर्नाइजेशन ऑफ द मोनार्की कोन हितला अलाउड ग्रेटर मीडिया एक्सेस टू द रॉयल फैमिली इंक्लूडिंग डॉक्यूमेंटरीज एंड इंटरव्यूज ता पूर्व होची ताकर जो हमर से जने थिले होचन कोन थिले राजकीय परिवार रो थिले ताको होची ता भितर को किछि नथिला जे तमे होची कोन करि परियो इंटरव्यू नै परिबोनी कि टेलीविजन लो ब्रॉडकास्ट करि परिबोनी बेसी मीडिया एक्सेस नथिला ता भितर को किंतु से जते बेले रानी हेले से पूरा होची मीडिया एक्सेस देइतले से होची कोन डॉक्यूमेंटरीज ताको ऊपर बना हला ताको ऊपर इंटरव्यू दिया गला तो से पूरा मॉडर्न कर देले हला ताको जो राजकीय परिवेश को पूरा मॉडर्नाइज कर देइतले से engaged in public service supporting charity and initiative worldwide हला से बहुत प्रकार चैरिटी यूज करथिले हला वर्ल्ड वाइड रे बहुत भाग लेथिले देखिबो जो माने जो ख्यातत्व हेतिले जो हमर सैनिक माने ताको सब जाई ट्रेन करथिले तो बही रो टिके बही लिख देइचे आ टिके एक्स्ट्रा देइचे जो माने एक्स्ट्रा जानिया पे चाहू जे बही पढी परिबो हला मु एठी कोन खाली पॉइंट करिके लिख देइचे तापर कोविड 19 पेंडेमिक टाइम रे कोन हितला ना होची
lead Britain through the COVID-19 pandemic, delivering her historic "We will meet again" speech ହେଲା ଯେତେବେଳେ COVID-19 pandemic ଚାଲିଥିଲା ସେ ହଉଛି ଗୋଟେ ସ୍ପିଚ୍ ଦେଇଥିଲେ ତା କଣ ସେ ସ୍ପିଚ୍ ର ଥୀମ୍ ଥିଲା "We will meet again" ହେଲା COVID-19 ପରେ ଆମେ ଆଉଥରେ ହଉଛି ସମସ୍ତେ ମିଶିବା ଏଟା ହଉଛି ତାଙ୍କର ସ୍ପିଚ୍ ଥିଲା lost her husband Prince Philip in April 2021 after 73 years of marriage ହେଲା ଏଇ ଯୋଉ COVID-19 ସମୟରେ ହିଁ ସେ ତାଙ୍କର ହଜବେଣ୍ଡ ହିଁ ମୃତ୍ୟୁବରଣ କରିଥିଲେ 2021 ରେ ହେଲା ତାପରେ ପ୍ଲାଟିନମ ଜୁବଲି ଏଣ୍ଡ ଡେଥ୍ celebrated her platinum jubilee 70 years on her throne in 2022 making her the longest rising British monarch ହେଲା ତାଙ୍କର ପ୍ଲାଟିନମ ଜୁବଲି ହେଇଥିଲା କେବେ ଯେ ଗୋଟେ ଥ୍ରୋନ୍ ଉପରେ 70 ବର୍ଷ ଯେ ରାଜୁତି କରିଥିବ ତା ପାଇଁ ପ୍ଲାଟିନମ ଜୁବଲି ହେଇଥିଲା ପ୍ଲାଟିନମ ଜୁବଲି ବୋଲି କରାଯାଏ ତ ତାଙ୍କୁ ସେଠି କୁହାଯାଇଥିଲା ଯେ ତମେ ହଉଛି କଣ ସବୁଠୁ ଲଙ୍ଗେଷ୍ଟ ପିରିୟଡ ଟା ଯିଏ ହଉଛି ରହିଛନ୍ତି ଜଣେ ରାଣୀ passed away on September 8, 2022 at Balmoral Castle, Scotland at the age of 96. 96 ବର୍ଷ ଯାଏ ସେ କଣ ବଞ୍ଚିଥିଲେ ସେପ୍ଟେମ୍ବର 8 2022 ରେ ଏବେ ରିସେଣ୍ଟଲି ସେ ହଉଛନ୍ତି କଣ କରିଥିଲେ ପାଷ୍ଟ ହେଇଗଲେ କୋଉଠି ହେଇଥିଲେ ନା ବାଲମୋରାଲ କାଷ୍ଟେଲରେ ସ୍କଟଲାଣ୍ଡ ହିଁ ସେ ମୃତ୍ୟୁବରଣ କରିଥିଲେ ସକ୍ସେସ୍ଡ ବାଇ ହାର ଏଲ୍ଡର ସନ୍ କିଙ୍ଗସ୍ ଚାର୍ଲସ ଟ୍ରିପଲ ହେଲା ତାପରେ ତାଙ୍କର ସେଠି ରାଣୀ ରାଜୁତି କିଏ କଲେ ନା କିଙ୍ଗସ୍ ଚାର୍ଲସ ଯୋଉ ଥାର୍ଡ ଆଇଥିଲେ ସିଏ ହଉଛନ୍ତି ବ୍ରିଟେନର ରାଜୁତି କରିଥିଲେ ଓକେ ଏଇଟା ହଉଛି ତାଙ୍କର ଲେଗାସି କିଛି ଥିଲା ସେ କଣ ପାଇଁ ଜଣାଶୁଣା ଥିଲେ ନା ନୋନ୍ ଫର ଆୱାର ଡେଡିକେସନ ଡିଗ୍ନିଟି ଆଣ୍ଡ ସର୍ଭିସ ଟୁ ଦି ଇକ୍ୱେ ଆଣ୍ଡ କମନୱେଲ୍ଥ ହେଲା କମନୱେଲ୍ଥ ଭିତରେ କିଏ କଣ ଜାଣିଛନ୍ତି ମତେ ଆସିକି କହିବେ ହେଲା କମନୱେଲ୍ଥ ବିଷୟରେ ଯଦି କିଏ ଜାଣିଥିବେ କିଛି କହିବେ ମତେ କମେଣ୍ଟରେ ହେଲା ତାଙ୍କ ଡେଡିକେସନ ଡିଗ୍ନିଟି ଆଉ ହଉଛି ସର୍ଭିସ ଟୁ ଇକ୍ୱେ ଏ ସବୁ ପାଇଁ ହଉଛି ସେ ଜାଣିଥିଲେ help to maintain political neutrality while supporting the unity ମାନେ ପୁରା ବିଶ୍ୱକୁ ସେ ସପୋର୍ଟ କରିଥିଲେ ଆଉ ପଲିଟିକାଲି ସବୁଆଡେ ପୁରା ନ୍ୟୁଟ୍ରାଲ ଥିଲା କେହି ମାନେ କଣ ଦଙ୍ଗା ଫଙ୍ଗା ଇଏ ସେ କିଛି ଚାଲି ନଥିଲା ସବୁ ଦେଶ ଭିତରେ ନ୍ୟୁଟ୍ରାଲିଟି ଥିଲା left behind a ଯୋଉ modernized monarchy adapting the changing world ହେଲା ସେ ୱାର୍ଲଡ ଯୋଉ ଚେଞ୍ଜ ହଉଛି ତାକୁ ସେ ଆଡପ୍ଟ କରିକି କଣ କରିଥିଲେ ତାଙ୍କ ମୋନାର୍କିକୁ ସେ ମଡର୍ନାଇଜ କରିଥିଲେ ମାନେ ସମସ୍ତଙ୍କୁ ଆକ୍ସେସ ଦେଇଦେଲେ ଯେ ସମସ୍ତେ ଆସିକି କଣ ଇଣ୍ଟରଭ୍ୟୁ ନେଇପାରିବ ପୁରା ହଉଛି ମଡର୍ନ ସିଷ୍ଟମ କରିଦେଇଥିଲେ ତାଙ୍କର ରାଜ ପରିବେଶ ସରି ରାଜପ୍ରସାଦକୁ ତାପରେ ଆମେ ନୁରଜାହାଙ୍କ ବିଷୟରେ ପଢିବା ନୁରଜାହା ଅରିଜିନାଲି ମେରୁନିସା ବୋଲି କୁହାଯାଏ ନୁରଜାହାଙ୍କୁ ଅରିଜିନାଲି ତାଙ୍କ ନାଁ କରିଥିଲା ମେରୁନିସା ବୋଲି କୁହାଯାଏ was the most powerful influential impress of the Mughal empire ହେଲା ମୁଗଲ ଏମ୍ପାୟାର ତାଙ୍କର ହଉଛି ଗୋଟେ ସ୍ୱତନ୍ତ୍ର ପଦ ଥିଲା ତାଙ୍କୁ ମେରୁନିସା ବୋଲି କୁହାଯାଏ she was the chief wife of ଏମ୍ପିରିୟର ଜାହାଙ୍ଗୀରଙ୍କର ସେ ହଉଛନ୍ତି ମାନେ ଚିଫ ୱାଇଫ ଥିଲେ ତାଙ୍କର ତ ବହୁତ ଜଣ ୱାଇଫ ଥିଲେ ତାଙ୍କ ଭିତରୁ ସବୁଠୁ ମୁଖ୍ୟ ପତ୍ନୀ ଭାବରେ କାହାକୁ ଜଣାଯାଏ ନା ନୁରଜାହାଙ୍କୁ ଜଣାଯାଏ ପ୍ଲେଡ ଏ କି ରୋଲ ଇନ ମୋଗଲ ପଲିଟିକ୍ସ ଆର୍ଟ ଆଣ୍ଡ ଆଡମିନିଷ୍ଟ୍ରେସନ ହେଲା ନୁରଜାହା ହଉଛି ମୋଗଲ ଏମ୍ପାୟାର ବହୁତ ପ୍ରକାର ଆର୍ଟ କରୁଛନ୍ତି ହେଲା ତାଙ୍କ ଆଡମିନିଷ୍ଟ୍ରେସନ ଚଳେଇଛନ୍ତି ଆଉ ହଉଛି ପଲିଟିକ୍ସ ର ମଧ୍ୟ ଭାଗ ନେଇଛନ୍ତି ଆର୍ଲି ଲାଇଫ କଣ ଥିଲା କଣ ନାହିଁ ତାପରେ ଦେଖିବା ତାଙ୍କ ଆର୍ଲି ଲାଇଫ କଣ ନା born in 1577 in Kandahar present day of Afghanistan to a Persian noble family ହେଲା ସେ ହଉଛି କେବେ କୋଉଠି ଜନ୍ମଗ୍ରହଣ କରିଥିଲେ କାନ୍ଧାରରେ ଜନ୍ମଗ୍ରହଣ କରିଥିଲେ 1577 ରେ ଯୋଉଟା ଆଫଗାନିସ୍ତାନରେ ଅଛି ହେଲା ଗୋଟେ ନୋବେଲ ଫ୍ୟାମିଲିରେ ଜନ୍ମଗ୍ରହଣ କରିଥିଲେ ହାର ଫାଦର ମିର୍ଜା ସରି ହାର ଫାଦର ମିର୍ଜା ଗ୍ୟାସ ବେଗ ଲେଟର ବିକମ୍ ଦି ପ୍ରାଇମ ମିନିଷ୍ଟର ଅଫ ମୁଗଲ ଏମ୍ପାୟାର ତାଙ୍କ ଫାଦରଙ୍କ ନାଁ କଣ ଥିଲା ମିର୍ଜା ଗ୍ୟାସ ବେଗ ଥିଲା ଯିଏକି ପ୍ରାଇମ ମିନିଷ୍ଟର ଥିଲେ ମୁଗଲ ଏମ୍ପାୟାର ମ୍ୟାରେଡ ଟୁ ଶେର ସରି Arghan, a Mughal officer, but after his death in 1607, she joined Emperor Akbar's court. ମାନେ କଣ ହୋଇଥିଲା ନା ସେ ମ୍ୟାରେଜ କରିଥିଲେ ଫାଷ୍ଟ ତ ସେ ତାଙ୍କର ସେ ଫାଷ୍ଟ ଆମର ଜାହାଙ୍ଗୀରଙ୍କର ପତ୍ନୀ ନଥିଲେ ତାଙ୍କ ପୂର୍ବରୁ ସେ ମ୍ୟାରେଜ କରିଥିଲେ ମୁଗଲ ଅଫିସର ଜଣେ ଥିଲେ ଶେର ଅଫଗାନକୁ ମ୍ୟାରେଜ କରିଥିଲେ ସେ ଆମର ନୁରଜାହା ତାଙ୍କ ମୃତ୍ୟୁବରଣ ପରେ ସିଏ ହଉଛନ୍ତି ଆକବରଙ୍କ ଦରବାରରେ ଜଣେ ହଉଛନ୍ତି ଜଏନ୍ କରିଥିଲେ ଆକବର ଦରବାରଙ୍କୁ ସେ ଜଏନ୍ କରିଥିଲେ ମ୍ୟାରେଜ ଟୁ ଜାହାଙ୍ଗୀର ଆଣ୍ଡ ରାଇଜ ଟୁ ଦି ପାୱାର In 1611, Emperor Jahangir fell in love with the Merunissa and married her. She has given the title of Nur Jahan, the ଯାହାକୁ କୁହାଯାଉଥିଲା ଲାଇଟ୍ ଅଫ୍ ଦି ୱାର୍ଲ୍ଡ ମାନେ କଣ କରିଥିଲେ 1611 ରେ
ହେଲା ଜାହାଙ୍ଗୀର ହଉଛି ଆମର ଭଲ ପାଇଥିଲେ କାହାକୁ ନା ମେରୁନିସାଙ୍କୁ ଭଲ ପାଇଥିଲେ ଯୋଉ ନୁରଜାହାଙ୍କୁ ଭଲ ପାଇଥିଲେ ଆଉ ତାପରେ ତାଙ୍କୁ ମ୍ୟାରେଜ କରିଥିଲେ ଆଉ ତାଙ୍କୁ ଟାଇଟଲ ଦେଇଥିଲେ କଣ ନା ନୁରଜାହାଁ ବୋଲି ସେତିକି ସେ ଟାଇଟଲ ଦେଇଥିଲେ ନୁରଜାହାଁ ତାଙ୍କର ପୂର୍ବରୁ ନାଁ ନଥିଲା ତାଙ୍କୁ ମ୍ୟାରେଜ କରିସାରିଲା ପରେ ତାଙ୍କୁ ଟାଇଟଲ ଦିଆହେଲା ଯେ ନୁରଜାହାଁ ହେଲା ଯାହା ମାନେ ହଉଛି ନୁରଜାହାର ମାନେ କଣ ନା ଲାଇଟ୍ ଅଫ ଦି ୱାର୍ଲ୍ଡ ଯିଏ ପୁରା ଆମର ହଉଛି ବିଶ୍ୱକୁ ଯିଏ ଆଲୋକିତ କରିଥାଏ ତାର ନାଁ ହଉଛି ନୁରଜାହାଁ ସି ବିକମ୍ ଦି ruler of the empire ହେଲା as Jahangir's health declined due to optimum addiction and alcoholism ହେଲା ଏଠି ଟିକେ ଛୁଆ ପ୍ରିଣ୍ଟିଂ ମିଷ୍ଟେକ୍ ଅଛି ହେଲା କଣ ହେଇଛି ନା ସିଏ ହଉଛନ୍ତି କଣ କରିଥିଲେ ଲେଟର ଟାଇମରେ ସିଏ ହଉଛନ୍ତି କଣ ଥିଲେ ରୁଲର ଭଳିଆ ଜଣେ ଥିଲେ ନା ଡିଫେକ୍ଟେଡ ରୁଲର ମାନେ ହଉଛି ସରି ଡିଫାକ୍ଟର ରୁଲର ମାନେ କଣ ନା ହଉଛି ପୁରା ନିଜେ ରୁଲର ନୁହେଁ କିନ୍ତୁ ରୁଲରଙ୍କ ପଛପଟରେ ଯିଏ ଶାସନ କାର୍ଯ୍ୟ ଚଳାଇଥାଏ ସେଇଭଳିଆ ହେଲା କଣ ପାଇଁ ନା ଜାହାଙ୍ଗୀରର ହେଲ୍ଥ ବହୁତ ପ୍ରୋବ୍ଲେମ ଥିଲା ସେ ହଉଛି କଣ ଆଲକୋହଲିଜିମରେ ଆଲକୋହଲିଜକୁ ପୁରା ତାଙ୍କ ଲାଗିଯାଇଥିଲା ଆଡିକ୍ସନ ଲାଗିଯାଇଥିଲା ସେଥିପାଇଁ she was the only Mughal empire to issue royal farmans under her own name ହେଲା କଣ କରୁଥିଲେ ଯୋଉ ଆମର ହଉଛି ଅଲଗା ରାଜ୍ୟ ମାନଙ୍କୁ ଯୋଉ ଫାର୍ମାନ ସବୁ ପଠାଯାଏନି ଯେ ହଉଛି ଯୁଦ୍ଧ ହବ କି ହଉଛି ଅଲଗା କାହାକୁ ହଉଛି ଅଲଗା ରାଜ୍ୟର କିଛି ଯଦି ପ୍ରୋବ୍ଲେମ ଅଛି କିଛି ପଠାଯିବ ଅର୍ଡର ଦିଆଯିବ ହେଲା ସେ ଜଣେ ହିଁ ମୁଗଲ ଏମ୍ପାୟାର ଥିଲେ ସେ ଯିଏକି ନିଜ ନାଁରେ ପଠେଇ ପାରୁଥିଲେ ଆଉ ସମସ୍ତେ କଣ ରାଜାଙ୍କ ନାଁରେ ପଠାଯାଏ କିନ୍ତୁ ତାଙ୍କ ବେଳରେ ଜାହାଙ୍ଗୀର ଟାଇମରେ ନୁରଜାହାଁ ନିଜ ନାଁରେ ହଉଛି ଫାର୍ମାନ ମାନେ ସବୁ ପଠେଇ ଦଉଥିଲେ contribution to and achievement political influence କଣ ଥିଲା ନା took charge of imperial administration trade and foreign relation coins are minted in her name rare honor of Mughal queen ହେଲା ତାଙ୍କ ବେଳେ କଣ କଣ ପଲିଟିକାଲ ସେ ଚେଞ୍ଜେସ କରିଥିଲେ କଣ ଇନଫ୍ଲୁଏନ୍ସ କରିଥିଲେ ସବୁ ନା ହଉଛି ସେ ହଉଛି ଆଡମିନିଷ୍ଟ୍ରେସନ ଟ୍ରେଡ ବିଜନେସ ଆଉ ଫରେନ ଯୋଉ ରିଲେସନ ଆଡକରେ ସେ ସବୁରେ ସେ ହଉଛନ୍ତି ଚାର୍ଜ ନେଇଥିଲେ ଆଉ ତାଙ୍କ ନାଁରେ କଏନ ସବୁ ହଉଛି ବନା ଯାଇଥିଲା କଏନ ୱାର ମେଣ୍ଟେଡ ଇନ ହର ନେମ୍ ପୁରା ନୁରଜାହାଁଙ୍କ ନାଁରେ କଏନ ସବୁ ବନା ହେଇଥିଲା ହେଲା ଆଉ ପର୍ସନାଲି ଲେଡ ଆର୍ମିଜ ଆଣ୍ଡ ପ୍ଲେଡ ଏ ରୁଲ ଇନ ରିକ୍ରୁଜିଂ ରିସେକ୍ୟୁରିଂ ଜାହାଙ୍ଗୀର୍ସ ଫ୍ରମ କ୍ୟାପଟିଭିଟି ମାନେ କଣ କରୁଥିଲେ ନା ହଉଛି ସିଏ ହଉଛି ଆମର ମୁଗଲ ଏମ୍ପାୟାର ଯୋଉ ଆର୍ମି ଥିଲା ତାକୁ କିଏ ହଉଛି ଲେଡ କରୁଥିଲେ ନା ଆମର ହଉଛି ନୁରଜାହାଁ ହଉଛନ୍ତି ଲେଡ କରିଥିଲେ ତାପରେ ଆର୍କିଟେକ୍ଚର ଆଣ୍ଡ ଆର୍ଟ କଣ ଥିଲା ନା ପାଟ୍ରୋନାଇଜ ମୁଗଲ ଆର୍ଟ ଲିଟରେଚର ଆର୍କିଟେକ୍ଚର ହେଲା ମୁଗଲର ଯୋଉ ମୁଗଲ ଏମ୍ପାୟାର ଯୋଉ ଆର୍ଟ ଲିଟରେଚର ସବୁ ଆର୍କିଟେକ୍ଚର ଥିଲା ତାକୁ ସବୁ ହଉଛି କିଏ ବଢେଇଥିଲେ ନା ହଉଛନ୍ତି ଆମର ହଉଛି ନୁରଜାହାଁ ହିଁ ବଢେଇଥିଲେ କ୍ରେଡିଟେଡ ୱିଥ ଦ ଡିଜାଇନିଂ ଦ ଟମ୍ବ ଅଫ ଇତିମାଦ ଉଦ୍ ଦୁଲ୍ହା ହେଲା ତାଙ୍କ ଫାଦରଙ୍କ ଟମ୍ ଯୋଉ ଥିଲା ଆଗ୍ରାର ଯୋଉ ଟମ୍ ଥିଲା ତାଙ୍କୁ ହଉଛି କଣ ଡିଜାଇନିଂ କରିଥିଲେ ପରବର୍ତ୍ତୀ ସମୟରେ ସିନ୍ ଇନ୍ ଦ ସିନ୍ ଇଜ ଦ ଫୋର ରନର ଅଫ ଦି ତାଜମହଲ ଟୁ ଦି ତାଜମହଲ ମାନେ ତାଜମହଲ ପାଖରେ ତାଙ୍କର ବାପାଙ୍କର ମଧ୍ୟ ଟମ୍ ଅଛି women's empowerment encouraged women's education poetry and participation in trade and support female artisans and entrepreneurs ହେଲା women empowerment କୁ ସେ ବହୁତ ଭାବରେ ବଢିଥିଲେ କାହିଁକି ନା ସେ women ମାନଙ୍କର ଏଜୁକେଶନ ପ୍ରତି ଧ୍ୟାନ ଦେଇଥିଲେ ତାଙ୍କୁ କେମିତି ପୋଏଟ୍ରି women ମାନେ ପୋଏଟ୍ରି କେମିତି ଲେଖିବେ କିମ୍ବା ବାଣିଜ୍ୟରେ କେମିତି ମାନେ କଣ ଯୋଗ ଦେବେ ଏସବୁ ବିଷୟରେ ସେ ସପୋର୍ଟ କରିଥିଲେ women ମାନଙ୍କୁ later life and her death କଣ ନା after Jahangir's death age 1627 she lost political power as a Shahjahan ଯୋଉଟା ଜାହାଙ୍ଗୀରଙ୍କ ପୁଅ ଥିଲେ ସିଏ ଯେତେବେଳେ ରାଜା ହେଲେ ତାହେଲେ ତାଙ୍କ ମା ହଉଛନ୍ତି କଣ ହେଇଥିଲେ ନା ପୁରା ପଲିଟିକାଲ ପାୱାର ତାଙ୍କ କତରୁ ନେଇ ନେଇଥିଲେ ଜାହାଙ୍ଗୀର କେବେ ଡେଥ୍ ହେଇଥିଲେ ନା 1627 ରେ ଡେଥ୍ ହେଇଥିଲେ ଲିଭ୍ ଇନ୍ ରିଟାୟରମେଣ୍ଟ ଇନ୍ ଲାହୋର ଆଣ୍ଡ ସେ ଡେଡ୍ ଇନ୍ 1645 ହେଲା ଲାହୋରରେ ସେ ହଉଛନ୍ତି ତାଙ୍କ ରିଟାୟରମେଣ୍ଟ ଲାଇଫ ହଉଛି ବିତେଇଥିଲେ ଆଉ ସେ 1645 ରେ ମୃତ୍ୟୁବରଣ କରିଥିଲେ ବରିଡ୍ ଇନ୍ ଲାହୋର ପାକିସ୍ତାନ ଇନ୍ ଏ ଟମ୍ବ ଡିଜାଇନ୍ ଫର ହରସେଲ୍ଫ ହେଲା ସେ କୋଉଠି ତାଙ୍କୁ ହଉଛି ମାନେ ହଉଛି ସମାଧି ଦିଆଯାଇଥିଲା ଲାହୋରରେ ପାକିସ୍ତାନ ଲାହୋରରେ ହଉଛି ତାଙ୍କର ସମାଧି ଅଛି ଯୋଉଟା କି ଏବେ ଡିଜାଇନ ହେଇଛି ହେଲା ତାଙ୍କ ଷ୍ଟମ୍ପ ହଉଛି ଡିଜାଇନ ହେଇଛି ହେଲା ଛୁଆ ଏଇଠି ଏତିକି ଯେ ଆମେ ରଖିଦବା କାରଣ ଟାଇମ ବହୁତ ହେଇଗଲାଣି ମୁଁ ଛୁଆ ଟିକେ ବେଶୀ ବେଶୀ ଲେଖିଛି ତ ସେଥିପାଇଁ ଟାଇମ ଟିକେ ଅଧିକା ଗଲା ହେଲା ତ କାଲି ଆମେ ପଢିବା କଣ ମଡର୍ଣ୍ଣ ପିରିୟଡର ଯେତିକି ଅଛନ୍ତି ଇନ୍ଦିରା ଗାନ୍ଧୀକୁ ନେଇକି ହେଲା ଆଉ ଗୋଟେ ପାର୍ଟର ମୁଁ ଶେଷ କରିଦେବି ତାକୁ ଓକେ ତ ଥ୍ୟାଙ୍କ ୟୁ ଫର ୱାଚିଂ ମାଇ ଭିଡିଓ ଟିଲ୍ ଦି ଏଣ୍ଡ ଯୋଉମାନେ ଛୁଆ ନୋଟ ଫୋଟ ନବା ପାଇଁ ଚାହୁଁଛନ୍ତି ତାହେଲେ ମୋ ହ୍ୱାଟ୍ସଆପ ନମ୍ବର 9178233921 ରେ ମତେ ମେସେଜ କରିକି ନେଇପାରିବେ ହେଲା ରହୁଛି ଗୁଡ ଇଭିନିଂ ଜୟ ଜଗନ୍ନାଥ